হরে কৃষ্ণ। ବର୍ତ୍ତମାନ କେହି ମୋବାଇଲ ଚଲାଇବେ ନାହିଁ। କଥା ଚାଲିବ, ତେଣୁ ସମସ୍ତେ କଥା ଶୁଣିବେ। ଏଠାରେ ଦେଖନ୍ତୁ, କଥାରେ ଧ୍ୟାନ ଦିଅନ୍ତୁ ସମସ୍ତେ। ଆମେ ଏ ଭୌତିକ ଜଗତକୁ ଆସିଛୁ। ଏ ଭୌତିକ ଜଗତରେ ଯିଏ ଜନ୍ମଗ୍ରହଣ କରିବେ ତାଙ୍କ ମରିବାକୁ ବାଧ୍ୟ ହେବେ। ସେ ମରିବାକୁ ବାଧ୍ୟ ହେବେ। କେବେ ହେଲେ ଏଠାରେ କେହି ଅମର ହୋଇ ରହିପାରିବ ନାହିଁ। ତେଣୁ ଭଗବାନ କୃଷ୍ଣ ଆମମାନଙ୍କୁ ସେଇ ଜ୍ଞାନ ଦେବା ପାଇଁ ସମସ୍ତ ଧର୍ମର ସାର ଇଏ ଗ୍ରନ୍ଥ ହିସାବରେ ଦେଲେ ଶ୍ରୀମଦ୍ ଭଗବତ ଗୀତା। ଉପନିଷଦ କହିଲେ ସମସ୍ତ ଉପନିଷଦର ସାର ସ୍ୱରୂପ ଏ ହେଉଛି ଶ୍ରୀମଦ୍ ଭଗବତ ଗୀତା। କାହିଁକିନା ଭଗବାନଙ୍କ ମୁଖ ନିଃସୃତ ଏ ଗୀତ। ତେଣୁ ଏଇ ଗୀତାରେ ସବୁ ଜ୍ଞାନ ସେ ଦେଇଦେଲେ। ଅର୍ଜୁନକୁ ଲକ୍ଷ୍ୟ କରି ସମସ୍ତ ଜଗତବାସୀମାନଙ୍କ ପାଇଁ ଏ ଦିବ୍ୟ ଜ୍ଞାନ ଦେଇଦେଲେ ଶ୍ରୀମଦ୍ ଭଗବତ ଗୀତାରେ। সেই ଗୀତାରେ କୁହାଯାଉଛି ଜାତସ୍ୟ ହି ଧ୍ରୁବ ମୃତ୍ୟୁଂ ଧ୍ରୁବଂ ଜନ୍ମ ମୃତସ୍ୟ। ଯିଏ ଜନ୍ମଗ୍ରହଣ କରିଛି ତାକୁ ମରିବାକୁ ହେବ। କେହି ଏଠାରେ ଅମର ହୋଇ କେହି ରହିପାରିବ ନାହିଁ। ଯିଏ ଜନ୍ମଗ୍ରହଣ କରିଛି ତାକୁ ମରିବାକୁ ହେବ। ଯିଏ ମରିବେ ପୁଣି ଆଉ ଗୋଟେ ଭୌତିକ ଶରୀର ନେଇ ଜନ୍ମଗ୍ରହଣ କରିବାକୁ। ଏହା ହେଉଛି ଜଡ଼ ଜଗତରେ ବା ଭୌତିକ ଜଗତରେ ଏ ନିୟମ। ଭଗବାନ କୃଷ୍ଣ ଗୀତାରେ ଏ କଥା କହିଦେଲେ। ଆଉ ଭଗବାନ କୃଷ୍ଣ ସ୍ୱୟଂ ଭଗବାନ। ତେଣୁ ପରମ ସତ୍ୟ କଥା ସେ ଏ ଗୀତାରେ ବ୍ୟକ୍ତ କରିଦେଲେ। କିନ୍ତୁ ଆଉ ଗୋଟେ ଜଗତ ରହିଛି, ଯିଏ ଜଗତକୁ ଗଲେ କାହାର ମୃତ୍ୟୁ ହେବ ନାହିଁ, କେହି ବୃଦ୍ଧ ଦଶା ପ୍ରାପ୍ତ ହେବ ନାହିଁ, କୌଣସି ରୋଗ ଦ୍ୱାରା ଆକ୍ରାନ୍ତ ହେବ ନାହିଁ, ନିତ୍ୟ କିଶୋର ଅବସ୍ଥାରେ ଅବସ୍ଥାନ କରିବେ। ତାହା ହେଉଛି ଭଗବାନଙ୍କର ଧାମ। ତେଣୁ ଆମର ଚରମ ଲକ୍ଷ୍ୟ ହେଉଛି ଭଗବତ ଧାମକୁ ଫେରିଯିବା। ତେଣୁ ଭଗବାନ କୃଷ୍ଣ ଗୀତାରେ କହିଦେଲେ ଏ ଜଗତର ହେଉଛି ଦୁଃଖାଲୟମ୍ ଅଶାଶ୍ୱତମ୍। ଏ ଜଗତ ଟେମ୍ପୋରାରୀ ଜଗତ, ଏ ସ୍ଥାୟୀ ଜଗତ ନୁହେଁ। ନିତ୍ୟ ଜଗତ ହେଉଛି ଭଗବାନଙ୍କର ଧାମ, ଆନନ୍ଦମୟ ଧାମ। ସେଠାରେ କାହାରି ଜନ୍ମ ହେବ ନାହିଁ, କାହାରି ମୃତ୍ୟୁ ହେବ ନାହିଁ, କେହି ବୃଦ୍ଧ ଦଶା ପ୍ରାପ୍ତ ହେବ ନାହିଁ, କେହି କୌଣସି ରୋଗ ଦ୍ୱାରା ଆକ୍ରାନ୍ତ ହେବ ନାହିଁ। ଚାରି ପ୍ରକାର ଦୁଃଖରୁ ମୁକ୍ତ ସେ ଜଗତକୁ କୁହାଯାଉଛି ଆନନ୍ଦମୟ ଧାମ। ତାହା ହେଉଛି ଭଗବାନଙ୍କର ଧାମ। ଆମେ ସମସ୍ତେ ଭଗବାନଙ୍କର ଅଂଶ। ତେଣୁ ଭଗବାନ କୃଷ୍ଣ ଗୀତାର ପରିଷ୍କାର ଭାବରେ କହିଦେଲେ ମମେ ବାଂଶ ଜୀବ ଲୋକ ଜୀବଭୂତ ସନାତନ। ସନାତନ ମାନେ ଇଟର୍ନାଲ। ଆମେ ସମସ୍ତେ ଆତ୍ମା। ଆତ୍ମା ହିସାବରେ ଆମେ ସମସ୍ତେ ଭଗବାନ କୃଷ୍ଣଙ୍କର ଅଂଶ। ତ ଆତ୍ମାର କର୍ତ୍ତବ୍ୟ ହେଉଛି ପରମାତ୍ମାଙ୍କର ସେବାରେ ନିଯୁକ୍ତ ହେବ। ତେବେ ସେ ପ୍ରକୃତ ଆନନ୍ଦ ସ୍ଥିତିରେ ଅବସ୍ଥାନ କରିବେ। କିନ୍ତୁ ଆମେ ସେଇ ଭଗବାନଙ୍କ ଚରଣ ସେଇ ଅପରାଧ କରିବା ଯୋଗୁଁ ଆମମାନଙ୍କ ଲାଗି ଭୌତିକ ଜଗତରେ ସେ ପ୍ରେରଣ କରିଛନ୍ତି। ତେଣୁ ଏ ଭୌତିକ ଜଗତକୁ ଆସି ଆମେ ଏଠାରେ ଭୋଗ କରିବା ପାଇଁ ଆସି କେବଳ ଦୁଃଖ ହିଁ ଭୋଗ କରୁଛୁ। ଏଠାରେ କେହି ପ୍ରକୃତ ସୁଖ ବା ପ୍ରକୃତ ଆନନ୍ଦ ଭୋଗ କରିପାରିବା ନାହିଁ। କାରଣ ଏ ଜଗତ ସେହିପରି ନିର୍ମିତ ହେଇଛି ଦୁଃଖାଲୟମ୍। ଦୁଃଖର ଘର ମଧ୍ୟରେ ଆମେ ସମସ୍ତେ ପଡ଼ିଯାଇଛୁ। ତେଣୁ ଏ ଜଗତରୁ ଉଦ୍ଧାର ହେବାକୁ ହେଲେ ଆମମାନଙ୍କୁ ପୁଣି କ'ଣ କରିବାକୁ ହେବ? ତେଣୁ ଭଗବାନ ଆମମାନଙ୍କର ପ୍ରତି କୃପା କରି ଏ ଦିବ୍ୟ ଜ୍ଞାନ ସ୍ୱରୂପ ବେଦ ପୁରାଣ ଦେଲେ। ମାୟାମୁଗ୍ଧ ଜୀବେର ନାହିଁ କୃଷ୍ଣ ସ୍ମୃତି ଜ୍ଞାନ। ଜୀବେର କୃପାয় କହିଲ କୃଷ୍ଣ ବେଦ ପୁରାଣ। ଆମମାନଙ୍କୁ ଦିବ୍ୟ ଜ୍ଞାନ ଲାଭ କରିବା ପାଇଁ ଭଗବାନ କୃଷ୍ଣ କୃପା କରି କ'ଣ ଦେଲେ? ବେଦ ପୁରାଣ। ବେଦ କହିଲେ ଜ୍ଞାନ। ସମସ୍ତ ଜ୍ଞାନର ଉତ୍ସ ହେଉଛି ଏ ବେଦ। ତ ବେଦରୁ ଉପନିଷଦ, ଉପନିଷଦରୁ ସର୍ବୋତ୍ତମ ଉପନିଷଦ ସ୍ୱରୂପ ହେଉଛି
गीत उपनिषद तार माने गीत उपनिषद को कहले कौन बुझाऊँगी श्रीमद् भगवद गीता तेने गीता महात्मा कहा जाऊँगी कौन सर्व उपनिषद गाव दुग्धा गोपाल नंदन पार्थ वत्स सुधीर भक्ता दुग्ध गीतामृतम महत् समस्त उपनिषद वेद वेदांत एक गाभीर सहित तुलना करा जाउछि সেই গাবি को দহন করছেন কিয়ে গোপাল নন্দন কে সে ভগবান কৃষ্ণ আর গাবি ক্ষীর দিয়ে কাহাকু লক্ষ্য করে বৎসকু লক্ষ্য করে তো সে বৎস কিয়ে অর্জুন তো অর্জুনকে লক্ষ্য করি ये गीतार जे अमृतमय बाणी आम मानक पाई देइछन्ति अर्जुन तो भगवान के नित्य पार्षद मुक्त पुरुष तांकर पाई कौन आवश्यक नहीं किंतु अर्जुन को निमित्त करी आम मन को ये ज्ञान प्रदान करछन्ति तेनी श्रीमद् भगवद गीता होची से वेद वेदांत उपनिषदर सार उपदेश तो वेदर ज्ञान दुईटी धारार प्रभावित होची गोटे होची उपनिषद धारा और गोटे होची पुराण धारा उपनिषद धारा स्वरूप ये सर्वोत्तम ज्ञान प्रकटित है श्रीमद् भगवद गीता रे आ पुराण स्वरूप रे सर्वोत्तम ये सार कथा व्यक्त है केउठारे श्रीमद् भागवतम तो भागवत हूँ वेद को जदि कल्प वृक्ष रूप से कल्पना करी हेब तो से वृक्षर परिपक्व फल हूँ श्रीमद् भागवतम आगे से वेदर सार ज्ञान स्वरूप यह हूँ श्रीमद् भगवद गीता तेन गीता हूँ समस्त धर्मग्रंथ मध्य सार ग्रंथ तेन सर्वश्रेष्ठ धर्मग्रंथ हूँ श्रीमद् भगवद गीता कहीं साक्षात भगवान के मुख निश्रित ये गीत तेन गीता को कहा जाए गीत उपनिषद तेन से गीतार कहा जाऊँगी आम लक्ष लक्ष मनुष्य इतर शरीर भ्रमण कर सारा पर ये दुर्लभ मनुष्य शरीर मिले हठात ये दुर्लभ मनुष्य आमको मिले ना कारण या पूर्वर आमर केमिति सब शरीर मध्य दे आमको आसवाक से पद्म पुराण रे उल्लेख करा जायछि जलजा नवलक्षानि स्थावरा लक्ष विंशति कृमया रुद्रशंखक पक्षिणां 10 लक्षानि 30 लक्षानि पशव चतुर्लक्षानि मानव ये भौतिक जगत रे 84 लक्ष प्रकार जीवजन्तु अच्छी तो आम मान जीवन आरंभ होता क्यों शरीर जल जिते प्रकार जलचर जीव अच्छा केते लक्ष प्रकार 9 लक्ष प्रकार गोटे पर गोटे से सब शरीर अतिक्रम कर सारा पर आम मान क्यों प्रकार शरीर दि जाइथिला ना स्थावर देह ये वृक्ष लता पहाड़ पर्वत समस्त जीव किंतु से चलवा बुलवा सामर्थ्य नहीं तेणु से कहे स्थावर नन मुवी गोटे जगार अवस्थित तो ये केते लक्ष प्रकार 20 लक्ष प्रकार ये सब शरीर अतिक्रम कर सारा पर कृमि कीट शरीर सरीसृप 11 लक्ष प्रकार 11 लक्ष प्रकार कृमि कीट शरीर अतिक्रम कर सारा पर पक्षी शरीर आम मन को दि जाइथिला केते लक्ष प्रकार 10 लक्ष प्रकार 10 लक्ष प्रकार पक्षी शरीर अतिक्रम कर सारा पर पशु शरीर मिलता आम मन को केते लक्ष प्रकार 30 लक्ष प्रकार ताल टोटाल केते हला जल 9 स्थावर 20 29 आ कृमि कीट सरीसृप 11 लक्ष प्रकार केते हला 40 पक्षी 10 लक्ष 50 आ पशु माने 30 लक्ष प्रकार टोटाल 80 लक्ष प्रकार इतर शरीर बुली सारा पर मनुष्य शरीर मिले पशु मान मध्य सर्वोत्तम हूँ माकड़ सिंह गोरु यही पोजिशन जिते बड़े आसो से देह त्याग कलापर परवर्ती जन्म मनुष्य शरीर तो जो मैंने माकड़ परवर्ती जन्म मनुष्य शरीर प्राप्त होती से मैंने प्रकृतिर गुण अनुसार तमगुण संपन्न प्रकृतिर 3टी गुण रही तमगुण रजगुण सत्वगुण तो जो मैंने माकड़ परवर्ती जन्म मनुष्य
ପ୍ରାପ୍ତ ହେଉଛନ୍ତି ସେମାନେ ପ୍ରକୃତିର ଗୁଣ ଅନୁସାରେ କେଉଁ ପ୍ରକାର ମାନବ ତମ ଗୁଣ ସମ୍ପନ୍ନ ଆଲସ୍ୟ ପରାୟଣ। ଆଉ ସିଂହରୁ ଯେଉଁମାନେ ପରବର୍ତ୍ତୀ ଜନ୍ମ ମନୁଷ୍ୟ ଦେହ ପ୍ରାପ୍ତ ହେଉଛନ୍ତି ପ୍ରକୃତିର ଗୁଣ ଅନୁସାରେ ସେମାନେ ରଜଗୁଣ ସମ୍ପନ୍ନ, ବହୁତ କ୍ରୋଧୀ, ବହୁତ ମାନେ ସେମାନେ ଆକ୍ଟିଭ, ଏଇସବୁ ରଜଗୁଣ ସମ୍ପନ୍ନ। ଆଉ ଗୋରୁରୁ ଯେଉଁମାନେ ପରବର୍ତ୍ତୀ ଜନ୍ମ ମନୁଷ୍ୟ ଦେହ ପ୍ରାପ୍ତ ହେଉଛନ୍ତି ସେମାନେ ସତ୍ୱଗୁଣ ସମ୍ପନ୍ନ। କିନ୍ତୁ ସତ୍ୱଗୁଣ ସମ୍ପନ୍ନ ହେଲେ ବି ପୂର୍ବବର୍ତ୍ତୀ ଜନ୍ମରେ ସେମାନେ କ'ଣ ଥିଲେ? ପୂର୍ବ ଜନ୍ମରେ ପଶୁ ଥିଲେ। ତେଣୁ ପଶୁରୁ ମନୁଷ୍ୟ ଦେହ ପ୍ରାପ୍ତ ହୋଇଛନ୍ତି ଯଦିଓ ସତ୍ୱଗୁଣ ସମ୍ପନ୍ନ ହେଲେ ବି ସେମାନଙ୍କ ଆଚାର ବ୍ୟବହାର ସବୁ ପଶୁମାନଙ୍କର ପରି। ଠିକ୍ ଅଛି, ସେଥିଲାଗି ମନୁଷ୍ୟ ପୁଣି 4 ଲକ୍ଷ ପ୍ରକାର, ଟୋଟାଲ୍ କେତେ ହେଲା? 84 ଲକ୍ଷ ପ୍ରକାର। এই 4 ଲକ୍ଷ ପ୍ରକାର ମନୁଷ୍ୟ ପୁଣି କନସାସନେସ୍ ଅନୁସାରେ ଭାଗ କରାଯାଉଛି, ମାନେ ଅସଭ୍ୟ, ଅର୍ଦ୍ଧସଭ୍ୟ, ସଭ୍ୟ। ହରେ କୃଷ୍ଣ। କ'ଣ କୁହାଗଲା? ଅସଭ୍ୟ, ଅନସିଭିଲାଇଜ୍ ମ୍ୟାନ୍, ହାଫ୍ ସିଭିଲାଇଜ୍, ସିଭିଲାଇଜ୍। ତ ଅସଭ୍ୟ ଯେଉଁମାନଙ୍କ ଆଚାର ବ୍ୟବହାର ସବୁ ପଶୁମାନଙ୍କ ପରି। ଆଫ୍ରିକା, ଆମେରିକା ଗଭୀର ଅରଣ୍ୟରେ ଯେଉଁମାନେ ଯେ ସମସ୍ତ ନରନାରୀମାନେ ବାସ କରିଛନ୍ତି ସେମାନଙ୍କ ଚେତନା କିପରି? ପଶୁମାନଙ୍କ ପରି। ତ ସେମାନଙ୍କୁ କୁହାଯାଇଛି ଅସଭ୍ୟ। ଆଉ ତାଠାରୁ ଟିକେ ଉନ୍ନତ ହେଉଛି ଅର୍ଦ୍ଧସଭ୍ୟ, ପାଶ୍ଚାତ୍ୟ ଦେଶ ନରନାରୀ। ପାର୍ବତ୍ୟ ଅଞ୍ଚଳରେ ଯେଉଁମାନେ ବାସ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ କୁହାଯାଉଛି କ'ଣ? ସେମାନଙ୍କ କାହାରି ଘରକୁ ଯଦି କୌଣସି ଚିଫ୍ ଗେଷ୍ଟ ଆସିବେ 3-4 ଦିନ ପୂର୍ବରୁ ସେ ଖବର ଦେବେ। ସେ ଘରବାଲା ବଜାରକୁ ଯିବେ, ବଜାରରେ କୁକୁର ବିକ୍ରି ହେଉଛି, ଗୋଟେ କୁକୁର କିଣିକିରି ନେଇ ଆସିବେ। 3-4 ଦିନ ପର୍ଯ୍ୟନ୍ତ କୁକୁରଟାকে କିଛି ଖାଇବାକୁ ଦେବେନି। ଯେଉଁଦିନ ଚିଫ୍ ଗେଷ୍ଟ ଆସିବ ସେଇଦିନ କ'ଣ କରିବ? ଗୁଡ଼ ସହିତ ଚାଉଳ ଗୁଣ୍ଡ ମିଶାଇକରି କୁକୁରଟାକୁ ଖାଇବାକୁ ଦେବ। ଆଉ କୁକୁର ସେତେବେଳେ ଅଭୁକ୍ତ ଅବସ୍ଥା 3-4 ଦିନ ଥିଲା, ତେଣୁ ପେଟ ପୁରିକିରି ଖାଇବ। ପେଟ ପୁରିକିରି ଯେତେ ଖାଇବ ଅଧା ଘଣ୍ଟା ପରେ କୁକୁରଟାକୁ ବାଡ଼ି ମାରିଦେବେ, ପେଟ ଚିରିକିରି ଗୁଡ଼ ମିଶ୍ରିତ ଚାଉଳ ଗୁଣ୍ଡ ହାଫ୍ ବଏଲ୍ ହୋଇଯାଇଛି ତାହାକୁ ନେଇ ସୁନ୍ଦର ପ୍ଲେଟ୍ରେ ସଜାଇକିରି ଚିଫ୍ ଗେଷ୍ଟକୁ ଦେବେ ବ୍ରେକଫାଷ୍ଟ କରାଇବା ପାଇଁ। ହଁ, ଏସବୁ ଅର୍ଦ୍ଧସଭ୍ୟ ମନୁଷ୍ୟ। ହଁ, ସେସବୁ ଶରୀର ଅତିକ୍ରମ କରିସାରିଲା ପରେ ଆମର ଏଇ ବର୍ତ୍ତମାନ ସଭ୍ୟ ମନୁଷ୍ୟ ଦେହ ଆମେ ପ୍ରାପ୍ତ ହେଇଛୁ। ହଁ, ଏହା ହେଉଛି ସ୍ରଷ୍ଟାର ସର୍ବୋତ୍ତମ ସୃଷ୍ଟି, ଏହାଠାରୁ ସୃଷ୍ଟି ଆଉ କିଛି ନାହିଁ। এই স্থিতিরে ଆମେ ଯଦି ଭଗବାନଙ୍କ ସେ ସମ୍ବନ୍ଧ ସ୍ଥାପନ ନ କରିବୁ ପୁଣି ଏଇ ସ୍ଥିତିରୁ ପୁଣି ଚ୍ୟୁତ ହୋଇ ପୁଣି ପଶୁ ଶରୀରକୁ ଫେରିଯିବ। ଆଉ କେବେ ହେଲେ ଜନ୍ମମୃତ୍ୟୁ ଚକ୍ରରୁ ଆମେ ଉଦ୍ଧାର ହୋଇପାରିବ ନାହିଁ। ଆପଣମାନେ ଲୁଡ଼ୋ ଖେଳ ଦେଖିଛନ୍ତି? ଲୁଡ଼ୋ ଖେଳ କରିଥିବେ ମାନେ ଅନେକ। ହଁ, ଲୁଡ଼ୋରେ କ'ଣ ଅଛି? ସାପ, ଶିଡ଼ି ଏସବୁ ଚିତ୍ର ଅଛି ନା କ'ଣ? ହଁ, ଆଉ ଗୋଟେ ଗୁଟି ରହିଛି ନା କ'ଣ? ଗୁଟିଟା ଯେତେ ବୁଲୁଥିବ ବୁଲୁ ବୁଲୁ ଉପରେ ଯେ ସାପ ମୁହଁରେ ଯଦି ପଡ଼ିବ ତାହେଲେ କୁଆଡ଼େ ଯିବ? ହଁ, ତଳକୁ ଚାଲି ଆସିବ। ହଁ, ତ ଆମେ ସେହିପରି ଜଳଜ, ଉଦ୍ଭିଜ, କୃମିକୀଟ, ପକ୍ଷୀ, ପଶୁ, ଅସଭ୍ୟ, ଅର୍ଦ୍ଧସଭ୍ୟ ଏସବୁ ଶରୀର ଅତିକ୍ରମ କରିକି ବର୍ତ୍ତମାନ ସବୁ ମନୁଷ୍ୟ ଦେହ ପ୍ରାପ୍ତ ହେଇଛୁ। ସର୍ବୋତ୍ତମ ସ୍ଥିତି। এই ସ୍ଥିତିରେ ଯଦି ଆମେ ଭଗବାନଙ୍କ ସେ ସମ୍ବନ୍ଧ ସ୍ଥାପନ ନ କରିବୁ ପୁଣି ଭଗବାନଙ୍କ ଆଉ ଗୋଟେ ରୂପ ରହିଛି କ'ଣ? କାଳ ରୂପ। କାଳ ଅହଂ ଅସ୍ମି। ଭଗବାନ କୃଷ୍ଣ ଗୀତାରେ ଏଇ କଥା କହୁଛନ୍ତି। ସେହି କାଳ ରୂପୀ ଭଗବାନଙ୍କର ମୁହଁରେ ଯେତେବେଳେ ଆମେ ପତିତ ହେବ ଏ ମନୁଷ୍ୟ ଶରୀର ହରାଇ ପୁଣି ମନୁଷ୍ୟ ଇତର ଶରୀରକୁ ଫେରିଯିବ। ଯେମିତି ଗୁଟି ସର୍ପ ମୁଖରେ ପଡ଼ିଲେ ସିଧା ତଳକୁ ପଳେଇ ଆସିବ ନା କ'ଣ? ତ ଗୁଟି କହିଲେ ଆମେ ସମସ୍ତେ ଜୀବାତ୍ମା। କଥା ବୁଝିପାରିଲା? ତ ଜୀବାତ୍ମା ଏଇପରି ବୋଲୁଛି ଆମେ 14 ଭୁବନ ଯୁକ୍ତ ବ୍ରହ୍ମାଣ୍ଡରେ ଏହିପରି ଅନନ୍ତ କୋଟି ଜଡ଼ ବ୍ରହ୍ମାଣ୍ଡ ରହିଛି, ଭୌତିକ ବ୍ରହ୍ମାଣ୍ଡ। ଗୋଟିଏ ପରେ ଗୋଟିଏ ଆମେ ଏହିପରି ଜଡ଼ ଶରୀର ଗ୍ରହଣ କରିଛେ ଆଉ ଗୋଟିଏ ଏହିପରି ଜଡ଼ ଶରୀର ତ୍ୟାଗ କରିଛେ। ଏହାକୁ କୁହାଯାଉଛି ଜନ୍ମ ମୃତ୍ୟୁ ଚକ୍ର। ଆମେ ସମସ୍ତେ ଜନ୍ମ ମୃତ୍ୟୁ ଚକ୍ରରେ ପଡ଼ିଯାଇଛୁ। କିନ୍ତୁ ୟା ଭିତରେ ତ ଗ୍ରସ୍ ବଡି, ହଁ, ସ୍ଥୂଳ ଶରୀର ଏ ପଞ୍ଚ ଭୌତିକ ଦ୍ୱାରା ନିର୍ମିତ। ये कौन कौन? माटी, जल, अग्नि, वायु, आकाश। हाँ, ये पंच महाभूत द्वारा ये शरीर निर्मित है। किंतु या भीतर आर गोटे सटल बॉडी रही जहाँ को कह मन बुद्धि अहंकार।
ହଁ ଆଉ ତା ସାଥିରେ ରହିଛି ଆମର କଲୁଷିତ ଚେତନା ଆଉ ତା ଭିତରେ ଥିବା ଆତ୍ମା। ହଁ ସେଇପରି ଆମେ ଯେତେବେଳେ ଜଡ଼ ଶରୀର ତ୍ୟାଗ କରୁଛେ ତାହାକୁ କୁହାଯାଉଛି କ'ଣ? ମୃତ୍ୟୁ। ହଁ କିନ୍ତୁ ସୂକ୍ଷ୍ମ ଶରୀର ମୃତ୍ୟୁ ନାହିଁ। যে পর্যন্ত ଆମେ ଭୌତିକ ଦଶାରେ ମୁକ୍ତ ନ ହେଉଛେ ସେ ପର୍ଯ୍ୟନ୍ତ ଇଏ ସୂକ୍ଷ୍ମ ଶରୀର ମୃତ୍ୟୁ ହେବ ନାହିଁ। ଆମର ଏ ଶରୀର ସ୍ଥୂଳ ଦେହ ତ୍ୟାଗ କଲା ପରେ ସୂକ୍ଷ୍ମ ଦେହ ଆଉ ଗୋଟେ ଜଡ଼ ଶରୀର ଗ୍ରହଣ ଆଉ ଗୋଟେ ଜଡ଼ ଶରୀର ଭିତରେ ପ୍ରବେଶ କରି ସେ ପୁଣି ଜନ୍ମ ନେବେ ନା କ'ଣ? ଯେକୌଣସି ପ୍ରଜାତିରେ 84 ଲକ୍ଷ ପ୍ରକାର ଜୀବଜନ୍ତୁ ଅଛନ୍ତି ଆମର କର୍ମ ଅନୁସାରେ। ବର୍ତ୍ତମାନ ଆମେ ମନୁଷ୍ୟ ଦେହ ପ୍ରାପ୍ତ ହେଇଛୁ, ମନୁଷ୍ୟ ଦେହର ମନୁଷ୍ୟଚିତ କର୍ତ୍ତବ୍ୟ ଆମେ ସମ୍ପାଦନ କରିନା। ତେଣୁ ଏ ମନୁଷ୍ୟ ଦେହ ହରାଇ ପୁଣି ମନୁଷ୍ୟ ଇତର ଶରୀରକୁ ଫେରି ଯିବାକୁ ହେବ। ତେଣୁ ମନୁଷ୍ୟ ଶରୀର ମାନେ ପରିପୂର୍ଣ୍ଣ ଭାବରେ ସିଦ୍ଧି ପ୍ରାପ୍ତ ହେବାକୁ ହେଲେ କ'ଣ କରିବାକୁ ହେବ ନା ପୁଣି ସେଇ ନିତ୍ୟ ପୁରୁଷ ପରମେଶ୍ୱର ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବାକୁ ହେବ। ତେବେ ସେଇ ଶ୍ରୀକୃଷ୍ଣଙ୍କ ସହିତ ସମ୍ବନ୍ଧ ସ୍ଥାପନ ଯେତେବେଳେ ଆମେ କରିବୁ, ଏହିପରି ଆମର ନିତ୍ୟ ସମ୍ବନ୍ଧ ଯେତେବେଳେ ସ୍ଥାପିତ ହୋଇଯିବ, ଆମେ ନଶ୍ୱର ଦେହ ତ୍ୟାଗ କଲା ପରେ ଆମେ ଜନ୍ମମୃତ୍ୟୁ ଚକ୍ର ଉଦ୍ଧାର ନିତ୍ୟ ଆନନ୍ଦମୟ ଧାମ ଆମେ ଚାଲି ଯାଇପାରିବୁ। ତେଣୁ ସାପ ସିଡ଼ି ଖେଳରେ ଦେଖିଥିବେ ଗୋଟେ ସିଡ଼ି ରହିଛି, ଗୁଟିଟା ଯେତେବେଳେ ବୁଲୁ ବୁଲୁ ସିଡ଼ି ତଳକୁ ଆସିବ, କୁଆଡ଼େ ଯିବ? ଉପରକୁ ଯିବ। ତ ଆମେ ସେହିପରି 84 ଲକ୍ଷ ପ୍ରକାର ଜୀବଜନ୍ତୁଙ୍କ ମଧ୍ୟରୁ ଭ୍ରମଣ କରିକି ବର୍ତ୍ତମାନ ସବୁ ମନୁଷ୍ୟ ଦେହ ପ୍ରାପ୍ତ ହେଇଛୁ। ଏହିସବୁ ମନୁଷ୍ୟ ଦେହରେ ଯଦି ଭକ୍ତି ରୂପୀ ସିଡ଼ି, ଭଗବତ ଭକ୍ତି ରୂପୀ ସିଡ଼ିରେ ଆମେ ଯଦି ଆରୋହଣ କରୁ ତାହେଲେ ଆମେ କେଉଁଟାକୁ ଯିବୁ? ଉପରକୁ ଚାଲିଯିବ। ତାର ମାନେ ଆମେ ଭଗବତ ଧାମକୁ ଚାଲିଯିବ। ତ ସେଠାରେ ଗଲେ 4 ପ୍ରକାର ସମସ୍ୟାରୁ ମୁକ୍ତ ହେଇଯିବ। କ'ଣ 4 ପ୍ରକାର ସମସ୍ୟା? ଜନ୍ମ, ମୃତ୍ୟୁ, ଜରା, ବ୍ୟାଧି। ଏ ଭୌତିକ ଜଗତରେ ଯିଏ ଜନ୍ମଗ୍ରହଣ କରିବେ ଏ 4 ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ହେବ। ସେ ଯେତେ ବଡ଼ ଲାଟ ସାହେବ, ଯେତେ ବଡ଼ ରାଜା, ଯେତେ ବଡ଼ ମହାସମ୍ରାଟ ଯିଏ ହେଉ ନା କାହିଁକି, 4 ପ୍ରକାର ସମସ୍ୟା ମଧ୍ୟ ତା 4 ପ୍ରକାର ସମସ୍ୟାରେ ତାଙ୍କୁ ସମ୍ମୁଖୀନ ହେବାକୁ ହେବ। ଏହିପରି ଭାବେ ଜଡ଼ ଦେହ ତାକୁ ତ୍ୟାଗ କରିବାକୁ ହେବ। ସେଥିପାଇଁ ଗୀତାରେ ସ୍ପଷ୍ଟ ଭାବରେ କହିଦେଲେ, ଜାତସ୍ୟ ହି ଧ୍ରୁବ ମୃତ୍ୟୁ ଧ୍ରୁବ ଜନ୍ମ ମୃତସ୍ୟ। ଯିଏ ଜନ୍ମଗ୍ରହଣ କରି ତାକୁ ମରିବାକୁ ହେବ, ଯିଏ ମରିବ ପୁଣି ତାକୁ ଜଡ଼ ଦେହ ନେଇ ଜନ୍ମଗ୍ରହଣ କରିବାକୁ ହେବ। ଜଡ଼ ଦେହରେ ଯେତେ ଥର ଜନ୍ମଗ୍ରହଣ କରିବେ ସେତେ ଥର ସେ ଦୁଃଖ ଦୁର୍ଦ୍ଦଶା ଭୋଗ କରିଥିବେ, 4 ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥିବେ। ତ 4 ପ୍ରକାର ସମସ୍ୟାରୁ ଚିରତର ପାଇଁ ମୁକ୍ତ ହେବା ପାଇଁ ଭଗବାନ କୃଷ୍ଣ ଗୀତାରେ ଚରମ ଉପଦେଶ ଦେଲେ। କ'ଣ ଉପଦେଶ ଦେଲେ? ଯେହେତୁ ଆମେ ଦୁର୍ଲଭ ମନୁଷ୍ୟ ଦେହ ପ୍ରାପ୍ତ ହେଇଛୁ, এই ଦୁର୍ଲଭ ମନୁଷ୍ୟ ଦେହରେ 4 ପ୍ରକାର କାର୍ଯ୍ୟ କରିବାକୁ ହେବ। ତାହେଲେ ଆମେ ଚିରତର ପାଇଁ 4 ପ୍ରକାର ସମସ୍ୟାରେ ମୁକ୍ତ ହୋଇ ଭଗବାନଙ୍କୁ ଭଳି ଦିବ୍ୟ ଚିନ୍ମୟ ଦେହ ପ୍ରାପ୍ତ ହୋଇ ଭଗବତ ଧାମକୁ ଫେରି ଯାଇପାରିବେ। ସେ 4 ପ୍ରକାର କାର୍ଯ୍ୟ କ'ଣ କ'ଣ? ପ୍ରଥମେ କହୁଛନ୍ତି ମନ୍ମନା ଭବ, ମନରେ ସବୁବେଳେ ମୋ କଥା ଚିନ୍ତା କର। ଆମେ ସେଇ ଜଗନ୍ନାଥଙ୍କୁ ଛାଡ଼ି ଜଗତର କଥା ଚିନ୍ତା କରୁଛେ, ନା କ'ଣ? ସାଂସାରିକ କଥା ଚିନ୍ତା କରିଛେ, ରାଜନୀତି କଥା ନେଇ ଚିନ୍ତା କରିଛେ। ଏସବୁ ଚିନ୍ତା ଦ୍ୱାରା କେହି ଜନ୍ମମୃତ୍ୟୁ ଚକ୍ରରୁ ଉଦ୍ଧାର ହୋଇପାରିବ ନାହିଁ। ଜନ୍ମମୃତ୍ୟୁ ଚକ୍ରରୁ ଉଦ୍ଧାର ହେବା ପାଇଁ ଗୋଟିଏ ମାତ୍ର ପନ୍ଥା ଭଗବାନ କୃଷ୍ଣ ଅର୍ଜୁନକୁ ଲକ୍ଷ୍ୟ କରି ସମଗ୍ର ଜଗତବାସୀମାନଙ୍କ ପାଇଁ ଚରମ ଉପଦେଶ ଦେଲେ। ମନ୍ମନା ଭବ, ମନରେ ଜଗତ କଥା ଛାଡ଼ି ଜଗନ୍ନାଥଙ୍କର ଚିନ୍ତା କର। ଜଗନ୍ନାଥ ସେଇ କୃଷ୍ଣ, ସେଇ କୃଷ୍ଣ ବର୍ତ୍ତମାନ ଏଇ ଚୈତନ୍ୟ ମହାପ୍ରଭୁ, যেই গৌর সেই কৃষ্ণ সেই জগন্নাথ বাসুদেব ঘোষ কহে জোড় করিহা। কৃষ্ণ লীলার যে বাসুদেব, কৃষ্ণ লীলার যে প্রহ্লাদ মহারাজ ଥିଲେ, চৈতন্য মহাপ্রভু লীলার সে আসছেন বাসুদেব দত্ত, বাসুদেব ঘোষ। বাসুদেব ঘোষ কহে জোড় করিহা। তে ବାସୁଦେବ ଘୋଷ ଚୈତନ୍ୟ ମହାପ୍ରଭୁ লীଳା, ସେ ଦ୍ରଷ୍ଟା ପୁରୁଷ ଥିଲେ। ସେ ଦେଖୁଛନ୍ତି ଏ ଚୈତନ୍ୟ ମହାପ୍ରଭୁ କୌଣସି ସାଧାରଣ ମନୁଷ୍ୟ ନୁହନ୍ତି, ଏ ହେଉଛନ୍ତି ସାକ୍ଷାତ ପରମେଶ୍ୱର ଭଗବାନ ଶ୍ରୀକୃଷ୍ଣ। ଶ୍ରୀକୃଷ୍ଣ ଚୈତନ୍ୟ ନୁହେଁ, ରାଧାକୃଷ୍ଣ ଅନ୍ନ। ଅର୍ଥାତ୍ ଚୈତନ୍ୟ ମହାପ୍ରଭୁ ଯେତେବେଳେ 2 ଦେହ ଧାରଣ କରନ୍ତି ସେତେବେଳେ ସେ ହେଉଛନ୍ତି କ'ଣ? ରାଧା ଆଉ କୃଷ୍ଣ।
ରାଧାକୃଷ୍ଣ ଯେତେବେଳେ ଗୋଟିଏ ଦେହ ଧାରଣ କରନ୍ତି ସେତେବେଳେ ସେ ହେଉଛନ୍ତି ଚୈତନ୍ୟ ମହାପ୍ରଭୁ। ହଁ, ଶ୍ରୀକୃଷ୍ଣ ଚୈତନ୍ୟ ନୁହେଁ, ରାଧାକୃଷ୍ଣ ଅନ୍ନ। ଏ ବଙ୍ଗାଳୀ ସବୁ ଆପଣ ତ ସବୁ ବୁଝୁଛନ୍ତି। ଏଠାରେ କୁହାଯାଉଛି ସେଇ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ରାଧାକୃଷ୍ଣଙ୍କ ମିଳିତତମ। ତ ସିଏ ଆସିଛନ୍ତି କଲି ହତ ଯିବ। ଆମେ ସମସ୍ତେ କଲିର କବଳରେ ପଡ଼ିଯାଇଛି। ବର୍ତ୍ତମାନ କଲି ଯୁଗ ଚାଲିଛି, ଚାରିଟା ଯୁଗ ରହିଛି, ସତ୍ୟ ଯୁଗ, ତ୍ରେତା ଯୁଗ, ଦ୍ୱାପର ଯୁଗ, କଳି ଯୁଗ। ଆମେ ସମସ୍ତେ କଲି ଯୁଗରେ ବାସ କରିଛି। କଲିର କବଳରେ ପଡ଼ିଯାଇଛି। କଲି ହେଉଛି ଅଧର୍ମର ବନ୍ଧୁ। ଆମେ ଯଦି ଇଏ ଭାଗବତ ସବୁ ଉଲ୍ଲେଖ ରହିଛି ଦେଖିପାରିବେ, ଏ କଲି ତାଙ୍କର ପିତାମାତା କିଏ? ଏକ ଭୟଙ୍କର ଦମ୍ପତିରୁ ये कोली जात है। किपरि भयंकर दंपति ना क्रोध हिंसा। कोलीर पितामाता ना हूँ कौन क्रोध और हिंसा। यहीपरि एक भयंकर दंपति जात है ये कोली। आ क्रोध और हिंसा से मनकर पितामाता किए? लोभ और निरुक्ति। लोभ और निरुक्ति से मनकर पितामाता किए? दंभ और माया। दंभ और माया से मनकर पितामाता किए? अधर्म और मिथ्या। तो अधर्मेर वंश ये कोली। कथा बुझिपारे? हाँ, अधर्मेर वंश हो कोली। तो कोलीर भौनिक ना कौन? दुरुक्ति। जेहेतु ये अधर्मेर वंश तेणु भाई तांक भौंदींकर गर्भरू गोटे पुत्र गोटे कन्या सन्तान जात कले। ता कोलीर भौनी किए? दुरुक्ति। हाँ, दुरुक्ति माने कौन? कठोर भाषी। हाँ, कोलीर भौनी प्रथम भौनी परवर्तीकार पत्नी। हाँ, कठोर भाषी दुरुक्ति। ते दंपति कोली माने अधर्मेर प्रचारक। तो कली युग चली से लोक मान केमी अधर्म नियुक्त करेंगे से लगी से आप्राण प्रयास कर। अधर्म नियुक्त करने मूल चाबिकाठी से कौन हिसाब से व्यवहार कर नर नारी मान निज कबल रखापी उपहार स्वरूप प्रदान कर मैचलेस गिफ्ट स्वरूप कौन सा प्रदान कर ना स्मार्टफोन। स्मार्टफोन सब नर नारी मान के हाथ उठे दे ये कोलीर मैचलेस गिफ्ट। हाँ, अनुपम उपहार। ये द्वारा समस्त नर नारी मान को निज कबलस्थ कर तेणु समस्त अधर्म लिप्त हो जाए। अधर्म सब कौन? भागवत कह जाए दूतं पानं स्त्रियो सुना जत अधर्म चतुर्विधा। चारि प्रकार अधर्म। अधर्म माने कौन? पाप कर्म। अधर्म माने पाप कर्म। चारि प्रकार पाप कर्म समस्त लिप्त हो जाए। ये दूतन ताश पाशा जुआ लटरी खेलना। पान चा पान बीड़ी सिगार गंजा अफिंग मद पीवा। अवैध स्त्री संग करवा और निरीह प्राणी मान को मारी से मांसाहार करवा। ये चारि प्रकार अधर्म। लोक मैंने कहीं ये सब धर्म रे पशि जाइछन्ति। धर्म संबंध कौन ज्ञान नहीं तेणु समस्त अधर्म पशि जाते। अधर्म परिणाम स्वरूप कौन? बड़ बड़ रोगे द्वारा आक्रांत हम। कई प्रचुर परिमाण मद पी थे दिन को 4-5 पैकेट सिगरेट टानी थे कौन हम? कैंसर टीबी ये सब बड़ बड़ रोग द्वारा आक्रांत हम। अवैध स्त्री संग करदे बड़ बड़ रोग कैंसर टीबी ये सब माने बड़ बड़ रोग द्वारा आक्रांत हे। जिते बड़ बड़ रोग द्वारा आक्रांत हे डाक्तर पाखक जिते जीवे डाक्तर परीक्षा कर कहे आपन के कैंसर हो टीबी होपन अधिक दिन बंचबे ना से मन कौन जात हो भय आसीज ना कौन? ये कोलीर पुत्र ना हूँ भय। हाँ, कोलीर पुत्र ना कौन? भय। आ भयभीत अवस्था जिते ऑपरेशन होते कौन हम
ସେଠାରେ ମୃତ୍ୟୁବରଣ କରିବ। ତା କଳିର ଝିଅର ନାମ ହେଉଛି କ'ଣ? ମୃତ୍ୟୁ। ହରେ କୃଷ୍ଣ, କଥା ବୁଝିପାରୁଛନ୍ତି? କଳିର ଝିଅ ପୁଅର ନାମ କ'ଣ? ଭୟ ଆଉ ମୃତ୍ୟୁ। କଳିର ଅଧୀନସ୍ଥ ହୋଇ ଯଦି 4 ପ୍ରକାର ପାପ କର୍ମ କରିବେ, 4 ପ୍ରକାର ପାପ କର୍ମ ଲିପ୍ତ ହେବେ, ତାହେଲେ ବଡ଼ ବଡ଼ ରୋଗ ଦ୍ୱାରା ଆକ୍ରାନ୍ତ ହେବେ। এইভাবে টিভি ক্যান্সার যেତେବେଳେ ହେଇଯିବ, ସେତେବେଳେ ତାଙ୍କର ମନରେ ଭୟ ସଞ୍ଚାର ହେଇଯିବ। ଆଉ ଯେ ଡାକ୍ତର ଯେତେବେଳେ କହିବା 5-6 ମାସ କର୍ମ ବିଚାର ଅନୁସାରେ ଏ ମନୁଷ୍ୟ ଦେହ ହରାଇ ମନୁଷ୍ୟ ଦେହ ପ୍ରାପ୍ତ ହେଇ ପ୍ରଚୁର ପରିମାଣରେ ତେଣୁ ଯମରାଜ ବିଚାର କରି ଦେବେ କ'ଣ? ପଶୁ ଦେହ ଦିଆଗଲା, ସେଥିରେ ତୁମେ ଯେତେ ମାଂସ ଖାଅ ସେଥିରେ କୌଣସି ପାପ ହେବ ନାହିଁ। କଥା ବୁଝିପାରୁଛନ୍ତି? ମିଳିଯିବ। କିନ୍ତୁ ମନୁଷ୍ୟ ଶରୀର ଯେତେ ପ୍ରାପ୍ତ ହେବେ ବିଚାର ହେବ। ଗୋଟେ ବାଘ ଯଦି ଖାଇବ ସେଥିଲାଗି ବାଘର କୌଣସି ପାପ ନାହିଁ। କିନ୍ତୁ ମନୁଷ୍ୟ ହେଇ ଗୋଟେ ଯଦି ଅନ୍ୟ କୌଣସି ଜୀବକୁ ବଧ କରିବାକୁ ତାର ପାପ ହେବ। এই ମନୁଷ୍ୟ ଦେହ ସେଥିଲାଗି ପଶୁ ଦେହଠାରୁ ଭିନ୍ନ। ତେଣୁ ନୀତିଶାସ୍ତ୍ରରେ କୁହାଯାଉଛି ଆହାର ନିଦ୍ରା ଭୟ ମୈଥୁନଞ୍ଚ ସାମାନ୍ୟ ଏତତ୍ ପଶୁ ଭି ନରାନାମ। ଅର୍ଥାତ୍ ପଶୁମାନେ ନିଦ୍ରା ଯାଉଛି, ଆମେମାନେ ନିଦ୍ରା ଯାଉଛୁ। ପଶୁମାନେ ଭୟଭୀତ ଅବସ୍ଥା ରହିଛି ଆତ୍ମରକ୍ଷା କରିବା ପାଇଁ, ଆମେମାନେ ସବୁବେଳେ ଭୟଭୀତ ଅବସ୍ଥା। ବର୍ତ୍ତମାନ ଏଇ ଏପିଡେମିକ୍ ସାରା ବିଶ୍ୱ ଯୋଡ଼ି ଚାଲିଛି ନା କ'ଣ? ଗୋରୁ ମୁହଁରେ ଯେ ମୁଖୋଶ ଲାଗେ ବର୍ତ୍ତମାନ ମନୁଷ୍ୟ ମୁହଁରେ ଆସିଯାଇଛି। କାହିଁକି? ଭୟଭୀତ। ଭାଇରସ୍ ପଶିଯିବ, ମୋତେ ମାରିଦେବେ ନା କ'ଣ? ଏଇ ଭୟ। ସମସ୍ତେ ଭୟଭୀତ ଅବସ୍ଥା ଅଛନ୍ତି ନା କ'ଣ? ଭୌତିକ ଜଗତ ସମସ୍ତେ ଭୟଭୀତ। ପଶୁମାନେ ବଂଶ ରକ୍ଷା କରିବା ପାଇଁ ରତିକ୍ରିୟା କରୁଛନ୍ତି, ମନୁଷ୍ୟ ଦେହ ପ୍ରାପ୍ତ ହୁଏ ଆମେ ବଂଶ ରକ୍ଷା କରିବା ପାଇଁ ରତିକ୍ରିୟା କରୁଛୁ ନା କ'ଣ? ପଶୁମାନେ ଯାହା କରୁଛନ୍ତି ଆମେ ତାହା କରୁଛୁ ନା କ'ଣ? ଆହାର ନିଦ୍ରା ଭୟ ମୈଥୁନ। ତାହେଲେ ମନୁଷ୍ୟ କାହିଁକି ମନୁଷ୍ୟ କୁହାଯାଉଛି? ମନୁଷ୍ୟକୁ ସେତେବେଳେ ମନୁଷ୍ୟ କୁହାଯିବ ଯେତେବେଳେ ସେ ଧର୍ମ ଅନୁଶୀଳନ କରିବ। ତିନି କୁହାଯାଉଛି କ'ଣ? ଧର୍ମ ହିଁ ତେଷାଂ ଅଧିକ ବିଶେଷ। ପଶୁମାନଙ୍କ ଠାରୁ ଗୋଟେ ଏକ୍ସଟ୍ରା କର୍ତ୍ତବ୍ୟ ହେଉଛି ମନୁଷ୍ୟ ଶରୀର ଯେତେବେଳେ ପ୍ରାପ୍ତ ହେବେ ସେହି ଶରୀରରେ ଯେଉଁ ଯୁଗରେ ଯେଉଁ ଧର୍ମ ଦିଆଯାଇଛି ସେ ଅନୁଶୀଳନ ନ କରିବେ, ଧର୍ମହୀନା ପଶୁ ବି ସମାନ। ମନୁଷ୍ୟ ଦେହ ପ୍ରାପ୍ତ ହେଇ ଯେଉଁ ଯୁଗରେ ଯେଉଁ ଧର୍ମ ଦିଆଯାଇଛି ସେହି ଧର୍ମ ଯଦି ଅନୁଶୀଳନ ନ କରିବେ ମନୁଷ୍ୟ ହୋଇ ସୁଦ୍ଧା ସେ ପଶୁ। କାହିଁକିନା ପଶୁ କେଉଁମାନଙ୍କୁ କୁହାଯାଏ? ଯେଉଁମାନଙ୍କର 4ଟି ଗୋଡ଼ ରହିଛି, ଗୋଟେ ଲାଞ୍ଜ ରହିଛି। ଆମେ ଯଦି ସବୁ ମନୁଷ୍ୟ ଦେହ ପ୍ରାପ୍ତ ହେଇଛୁ, ଆମର 4ଟି ଗୋଡ଼ ପରିବର୍ତ୍ତେ 2ଟି ଗୋଡ଼ ଅଛି, ଆମର ଲାଞ୍ଜ ବି ନାହିଁ ନା କ'ଣ? କିନ୍ତୁ ଆମର ଆଚାର ବ୍ୟବହାର ପଶୁମାନଙ୍କ ଭଳି। ତାହେଲେ ଆମକୁ କ'ଣ କୁହାଯିବ? ଲାଞ୍ଜ ବିହୀନ 2 ଗୋଡ଼ିଆ ପଶୁ ନା କ'ଣ? ଆମେ ଯଦି ସେଇ ଧର୍ମ ଅନୁଶୀଳନ ନ କରେ, କାହିଁକି ଧର୍ମ ମନୁଷ୍ୟ ଦେହରେ କେବଳ ଧର୍ମ ଅନୁଶୀଳନ କରିପାରିବ, ଅନ୍ୟ କୌଣସି ଶରୀରରେ କେହି ଧର୍ମ ଅନୁଶୀଳନ କରିପାରିବ ନାହିଁ। ଆଉ ଧର୍ମଟା କ'ଣ ତାହେଲେ? ଧର୍ମ ହେଉଛି ଭଗବାନଙ୍କର ପ୍ରଦତ୍ତ ଯେ ଆଇନ ଲ, ତାହାକୁ କୁହାଯାଉଛି ଧର୍ମ। ଅର୍ଥାତ୍ ଭଗବାନଙ୍କ ନିର୍ଦ୍ଦେଶ ପାଳନ କରିବା ହେଉଛି ଧର୍ମ। ତେଣୁ ଭଗବାନ କୃଷ୍ଣ ଗୀତାରେ ସେ ଉପଦେଶ ଦେଲେ ମନ୍ମନା ଭବ, ମନରେ ସବୁବେଳେ ମୋ କଥା ଚିନ୍ତା କର, ମଦ୍ ଭକ୍ତ ମୋର ଭକ୍ତ ହୁଅ, ମନ ମଦ୍ ଭକ୍ତ ମତ ଯାଜି ମୋତେ ପୂଜା ଉପାସନା କର, ମାଙ୍ଗ ନମସ୍କରୁ ମୋତେ ନମସ୍କାର କର। ଏହା ହେଉଛି 4ଟି କାର୍ଯ୍ୟ। ମନୁଷ୍ୟ ଦେହରେ ଏଇ 4 ପ୍ରକାର କାର୍ଯ୍ୟ ଯଦି ଆମେ କରିପାରିବୁ ତାହେଲେ ଆମେ ଚିରତର ପାଇଁ ଜନ୍ମମୃତ୍ୟୁ ଚକ୍ର ଉଦ୍ଧାର ହୋଇ ନିତ୍ୟ ଆନନ୍ଦମୟ ଧାମ ଭଗବତ ଧାମକୁ ଫେରି ଯାଇପାରେ। ତେଣୁ ଭଗବାନ କୃଷ୍ଣ ଲାଷ୍ଟ କନକ୍ଲୁଜନ୍ ଦେଉଛନ୍ତି, ଏ ଲାଷ୍ଟ ଇନଷ୍ଟ୍ରକ୍ସନ୍ ସ୍ୱରୂପ ସେ କହୁଛନ୍ତି ସର୍ବଧର୍ମନ୍ ପରିତ୍ୟଜ୍ୟ ମାମ୍ ଏକଂ ଶରଣଂ ବ୍ରଜ। ସମସ୍ତ ପ୍ରକାର ଧର୍ମ ପରିତ୍ୟାଗ କରି ମୋ ଚରଣରେ ଶରଣାପନ୍ନ। ଏହା ହେଉଛି ଗୀତାର ରହସ୍ୟ। ଗୀତାର ସବୁଠାରୁ କନଫିଡେନ୍ସିଆଲ ନଲେଜ ହେଉଛି ଇଏ ଭଗବାନଙ୍କ ଚରଣରେ ଶରଣାପନ୍ନ ହେବ। 3 ପ୍ରକାରେ ସେ କହିଲେ କ'ଣ? ମାନେ କନଫିଡେନ୍ସିଆଲ ଟ୍ରୁଥ୍, ମୋର୍ କନଫିଡେନ୍ସିଆଲ ଟ୍ରୁଥ୍,
ମୋଷ୍ଟ କନଫିଡେନ୍ସିଆଲ୍ ଟ୍ରୁଥ୍। ମୋଷ୍ଟ କନଫିଡେନ୍ସିଆଲ୍ ଟ୍ରୁଥ୍ ହେଉଛି ସବୁକିଛି ପରିତ୍ୟାଗ କରି ଶ୍ରୀକୃଷ୍ଣଙ୍କ ଚରଣେ ଶରଣାପନ୍ନ ହେବା। ତେବେ ଆମର ମନୁଷ୍ୟ ଜୀବନରେ ଆମେ ପରମ ସିଦ୍ଧି ପ୍ରାପ୍ତ ହୋଇପାରିବା। ଆଉ ପରମ ସିଦ୍ଧି ଯଦି ପ୍ରାପ୍ତ ହୋଇପାରିବା, ଏଇ ନଶ୍ୱର ଦେହ ତ୍ୟାଗ କରି ଭଗବାନଙ୍କ ପରି ଚିନ୍ମୟ ଦେହ ପ୍ରାପ୍ତ ହୋଇ ଭଗବତ ଧାମକୁ ଫେରି ଯାଇପାରିବା। ଏହା ହେଉଛି ଆମର ଜୀବନର ଚରମ ଲକ୍ଷ୍ୟ। ତେଣୁ ଆମର ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ସମଗ୍ର ପୃଥିବୀରେ 14 ଥର ପରିଭ୍ରମଣ କରି ଦୀପ୍ତ କଣ୍ଠରେ ଘୋଷଣା କରି ଯାଇଛନ୍ତି ଯେ କେହି ଯଦି ପ୍ରକୃତରେ ସୁଖ ବା ପ୍ରକୃତ ଆନନ୍ଦ ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଗୋ ବ୍ୟାକ୍ ହୋମ୍, ବ୍ୟାକ୍ ଟୁ ଗଡ୍ ହେଡ୍, ଭଗବତ ଧାମକୁ ଫେରିତେ। ଏଠାରେ କେହି ସୁଖୀ ହୋଇପାରିବ ନାହିଁ। କାହିଁକିନା ଭଗବାନ ଏ ଭୌତିକ ଜଗତ ଏମିତି ନିର୍ମାଣ କରିଛନ୍ତି, ଏଠାରେ କେବଳ ଦୁଃଖ ହିଁ ଭୋଗ କରିଥିବେ, କେହି ପ୍ରକୃତ ପକ୍ଷରେ ସୁଖୀ ହୋଇପାରିବ ନା। କାହିଁକିନା ଆମର ବୟସ ଯେତେବେଳେ ବଢ଼ିବ ଆମର ଦୁଃଖର ହାର ସେତେ ବଢ଼ିଯିବ ନା କ'ଣ? ହଁ, ପିଲା ଅବସ୍ଥାରେ ଏମାନେ ଯେତେବେଳେ ଖେଳୁଛି ବୁଲୁଛି ଚାଲୁଛି, ଯେତେ ବୟସ ହୋଇ 50, 60, 70, 80 ହୋଇଯିବ ସେତେବେଳେ ଆଉ ଚାଲିବା ଶକ୍ତି ରହିବ ନାହିଁ। ହଁ, ଆହୁରି ଅଧିକ ବୟସ ହୋଇଗଲେ ଶଯ୍ୟାଶାୟୀ ହୋଇପଡ଼ିବ ନା କ'ଣ? କି ଭୟଙ୍କର ପରିସ୍ଥିତି। ଏହା ହେଉଛି ଜଡ଼ ଜଗତର ଦୁଃଖ। ଏହି ଦୁଃଖରେ ଚିରତର ପାଇଁ ମୁକ୍ତ ହେବାକୁ ହେଲେ ଆମକୁ ଯେହେତୁ ଏହି ମନୁଷ୍ୟ ଶରୀର ଆମର ମିଳିଛି, ମନୁଷ୍ୟ ଶରୀରରେ ଯେଉଁ ଯୁଗରେ ଯେଉଁ ଧର୍ମ ଦିଆଯାଇଛି ସେହି ଧର୍ମ ଆମକୁ ଅନୁଶୀଳନ କରିବାକୁ ହେବ। ତେଣୁ ସତ୍ୟ ଯୁଗର ଲୋକମାନଙ୍କର ଆୟୁଷ ଥିଲେ 1 ଲକ୍ଷ ବର୍ଷ। সেই সত্যযুগ লোকমানଙ୍କର ପାଇଁ ଭଗବାନ ଯୁଗ ଅବତାର ରୂପରେ ଆସି ଯୁଗ ଧର୍ମ ପ୍ରବର୍ତ୍ତନ କଲେ କ'ଣ? କ୍ରୀତେ ଯଧ୍ୟାୟତେ ବିଷ୍ଣୁ, ଅର୍ଥାତ୍ ଧ୍ୟାନ ଗୃହ ତ୍ୟାଗ କରି ମାନେ କେଉଁଠାକୁ ଯିବ? ବନକୁ ଯିବେ, ଯାଇକରି ଗୋଟେ ଜାଗାରେ ନିଶ୍ଚଳ ଅବସ୍ଥାରେ ବସିବେ, ନିରନ୍ତର କେବଳ ଭଗବାନଙ୍କୁ ଧ୍ୟାନ କରିଦେବେ, କିଛି ଖାଇବେନି, କିଛି ପିଇବେନି, ବିଶ୍ରାମ ବି ନେବେ ନାହିଁ। ଏହିପରି ସାମର୍ଥ୍ୟ ସେମାନେ ଲାଭ କରିଥିଲେ। କାହିଁକିନା ନା ଖାଇଲେ ବି ସେମାନେ ଜୀବିତ ରହିବେ। ସେମାନଙ୍କ ଦେହ ହାଡ଼ ଭିତରେ ଯେ ପର୍ଯ୍ୟନ୍ତ ମଜ୍ଜା ରହିବ ସେତେ ଦିନ ପର୍ଯ୍ୟନ୍ତ ସେମାନେ ଜୀବିତ ରହିବେ, ନା ଖାଇଲେ ବି। କିନ୍ତୁ ଆମେ ସବୁ କଳିଯୁଗର ଲୋକ, ଆମେ ସମସ୍ତ ଅନ୍ନଗତ ପ୍ରାଣ, ଅନ୍ନ ନା ଖାଇଲେ ଆମେ ବଞ୍ଚିବୁ ନାହିଁ। ହଁ, ଭିନ୍ନ ଭିନ୍ନ ଯୁଗ ରହିଛି। ସତ୍ୟ ଯୁଗ ଲୋକମାନଙ୍କୁ ଏହିପରି ସାମର୍ଥ୍ୟ ଥିବା ଯୋଗୁଁ ସେମାନଙ୍କ ଲାଗି ଇଏ କ୍ରୀତ ଯଧ୍ୟାୟତେ, କ୍ରୀତ ମାନେ ସତ୍ୟ ଯୁଗ, ଧ୍ୟାନ, ଭଗବାନଙ୍କୁ ଧ୍ୟାନ କରିବା। ଏହିପରି ସତ୍ୟ ଯୁଗ ଧର୍ମ 4ଟି ପାଦ ଉପସ୍ଥିତ ଥିବା ଯୋଗୁଁ ସମସ୍ତେ ଏହିପରି ଧ୍ୟାନ କରି ଜୀବନରେ ପରମ ସିଦ୍ଧି ପ୍ରାପ୍ତ ହୋଇ ଭଗବତ ଧାମକୁ ଚାଲି ଯାଇପାରୁଥିଲେ। ସତ୍ୟ ଯୁଗରେ ଯେ ତ୍ରେତୟା ଯୁଗ ଆସିଲା ସେତେବେଳେ ଲୋକମାନଙ୍କର ଆୟୁଷ 10 ଗୁଣ କମି ଆସିଲା। ସେତେବେଳେ ଲୋକମାନଙ୍କର ଆୟୁଷ କେତେ ହେଇଥିଲା? 10,000 ବର୍ଷ। ଆଉ ସେମାନଙ୍କର ରୁଚି ଅନୁଯାୟୀ ଭଗବାନ ପୁଣି ଯୁଗ ଅବତାର ରୂପେ ଆସି ଯୁଗ ଧର୍ମ ପ୍ରବର୍ତ୍ତନ କଲେ କ'ଣ? ତ୍ରେତୟା ଯଜତେ ମୋକ୍ଷୟ, ଅର୍ଥାତ୍ ବହୁତ ବ୍ୟୟବାହୁଳ ଯଜ୍ଞ ଅନୁଷ୍ଠାନ। ଯଜ୍ଞ ଅନୁଷ୍ଠାନ ମାନେ ସେହିପରି ବୈଦିକ ବ୍ରାହ୍ମଣ ସେମାନେ ବୈଦିକ ମନ୍ତ୍ର ଏହିପରି ଭାବେ ଉଚ୍ଚାରଣ କରିଥିବେ ଶୁଦ୍ଧ ଭାବରେ। ଆଉ ମନ୍ତ୍ର ଉଚ୍ଚାରଣ କରିସାରିଲା ପରେ ଏକ ବୃଦ୍ଧ ଗାଭୀକୁ ନେଇ ଯଜ୍ଞ କୁଣ୍ଡରେ ପକାଇଦେବେ। ଆଉ ବୃଦ୍ଧ ଗାଭୀ ବୃଦ୍ଧ ଦେହ ତ୍ୟାଗ କରି ନୂଆ ବତ୍ସର ଦେହ, ହଁ, ବତ୍ସ ଦେହ ପ୍ରାପ୍ତ ହୋଇ ଯଜ୍ଞ କୁଣ୍ଡରୁ ଲମ୍ଫ ଦେଇ ବାହାରକୁ ଆସିବେ। କଳିଯୁଗରେ ଏହିପରି ବ୍ରାହ୍ମଣ ଅଛନ୍ତି କି? ହଁ, କଳିଯୁଗ ବ୍ରାହ୍ମଣଙ୍କର ଜନ ମଦ ପିଉଛନ୍ତି ନା କ'ଣ? ହଁ, ସିଗାରେଟ୍ ଟାଣୁଛନ୍ତି ନା? ହଁ, ଧଳା ବଂଶୀ ଫୁକାଉଛନ୍ତି। ଏମାନଙ୍କର ସେ ବୈଦିକ ମନ୍ତ୍ର କାମ କରିବ ନାହିଁ। ଏହିପରି ସୁଦ୍ଧା ପୁଣି ଯେତେ ସବୁ ବୈଷ୍ଣବ ବ୍ରାହ୍ମଣ ଆସିଥିବେ ସମସ୍ତଙ୍କୁ ଯଜ୍ଞାଶିଷ୍ଟ ପ୍ରସାଦ ଦେବେ। ସେ ପ୍ରସାଦ ସ୍ୱର୍ଣ୍ଣ ଥାଳିରେ, ସ୍ୱର୍ଣ୍ଣ ଗିନାରେ, ସ୍ୱର୍ଣ୍ଣ ଗ୍ଲାସରେ ଦେବେ। ଯେତେ ପ୍ରକାର ଆଇଟମ୍ ହେବ। ଖାଇସାରିଲା ପରେ ଆମେ ଯେମିତି ପତ୍ରରେ ଖାଇସାରିଲା ପରେ କ'ଣ କରୁଛୁ? ପକାଇ ଦେଉଛୁ ନା କ'ଣ? ସେମାନେ ସେଇ ଯେଉଁ ସୁନାର ଥାଳି, ସୁନାର ଗ୍ଲାସ, ସୁନାର ଗିନା ସବୁ ପକାଇ ଦେବେ। ଆଉ ଦ୍ୱିତୀୟ ଥର ୟୁଜ୍ ନାହିଁ। ତ କଳିଯୁଗ ଲୋକ କେମିତି ଯଜ୍ଞ ଅନୁଷ୍ଠାନ କରିପାରିବେ? ଏହିପରି ଯଜ୍ଞ କରିପାରିବେ କି? କାହାରି ପାଖରେ ଯଦି ଗୋଟେ ସୁନାର ଥାଳି ଥିବ ତାର ପଛରେ ସବୁବେଳେ ଦୋଷ ଲାଗିଥିବ ନା କ'ଣ? ଯେ ପର୍ଯ୍ୟନ୍ତ ତାକୁ ମାରିକିରି ନା ନେଇଯାଉଛନ୍ତି ସେ ପର୍ଯ୍ୟନ୍ତ ଛାଡ଼ିବ ନାହିଁ। କ'ଣ ଯଜ୍ଞ କରିବେ? କରିପାରିବେ କି? ତ ସତ୍ୟ ଯୁଗରେ ଯେ ଧର୍ମ ସେ ଧର୍ମ ଆମେ ତ କରିପାରିବା ନା। କିନ୍ତୁ କଳିଯୁଗରେ ଏମିତି ସବୁ
ମାନେ ଗୃହ ପ୍ରତି ଆସକ୍ତି ହୋଇଯାଇଛନ୍ତି, ଗୃହ ଛାଡ଼ି କେ ବାହାରକୁ ଯାଇ ଏହିପରି ଭାବରେ ଭଗବାନଙ୍କ ଧ୍ୟାନ କରି ଜୀବନରେ ପରମ ସିଦ୍ଧି ପ୍ରାପ୍ତ ଭଗବାନଙ୍କୁ ଯିବେ, ଏ କଥା କେହି ଚିନ୍ତା କରୁନାହାନ୍ତି। ଗୃହରେ ପଚି ପଚି ମରିବେ, ତଥାପି କେହି ଗୃହ ଛାଡ଼ି ବାହାରକୁ ଯିବ ନାହିଁ। ହଁ, 2 ବର୍ଷରେ କେହି ଯଦି କୌଣସି ଜାଗା ବାହାରକୁ ଗଲେ ଦିନକୁ କେତେ ଥର ଯେ ଫୋନ୍ କରିଥିବେ ତା ଠିକଣା ନାହିଁ ନା କ'ଣ? ସେ କ'ଣ ଧ୍ୟାନ କରିବେ? ଧ୍ୟାନ କରିପାରିବେ କି? ହଁ, ଭଗବାନଙ୍କୁ ଧ୍ୟାନ କରିପାରିବନି। ତ ସେ ଧର୍ମ ଆମ ପାଇଁ ଦେଇନାହାନ୍ତି ଭଗବାନ। ତ୍ରେତା ଯୁଗରେ ବହୁତ ବ୍ୟୟ ବଲେ ଯୋଗ ତା ବି ଦେଇନାହାନ୍ତି। ତାପରେ ତ୍ରେତା ଯୁଗରେ ଯେତେବେଳେ ଦ୍ୱାପର ଯୁଗ ଆସିଲା, ଲୋକମାନଙ୍କର ଆୟୁଷ ତ୍ରେତା ଯୁଗ ଲୋକମାନଙ୍କର 10 ଗୁଣ କମି ଆସିଲା। କେତେ ହେଲା? 1000। ତେଣୁ ଦ୍ୱାପର ଯୁଗ ଲୋକମାନଙ୍କର ରୁଚି ଅନୁଯାୟୀ ଭଗବାନ ପୁଣି ଯୁଗ ଅବତାର ରୂପେ ଆସି ଯୁଗ ଧର୍ମ ଦେଲେ କ'ଣ? ତାପରେ ପରିଚର୍ଯ୍ୟା ଭଗବାନଙ୍କ ଶୁଦ୍ଧ ଭାବରେ ପୂଜା ଅର୍ଚ୍ଚନା। ତ ଭଗବାନଙ୍କୁ ଶୁଦ୍ଧ ଭାବରେ ପୂଜା ଅର୍ଚ୍ଚନା କରିବାକୁ ଗଲେ ଶୁଦ୍ଧ ଘିଅ ଦରକାର, ଶୁଦ୍ଧ ଦୁଗ୍ଧ ଦରକାର, ଶୁଦ୍ଧ ମନ ଦରକାର। କିନ୍ତୁ କଳିଯୁଗ ପ୍ରଭାବରେ ନରନାରୀମାନଙ୍କର କାହାରି ମନ ଶୁଦ୍ଧତା ନାହିଁ। କାହିଁକିନା କଳି ସେମାନଙ୍କର ହାତରେ ମୋବାଇଲ ଉଠାଇ ଦେଇଛନ୍ତି। ଏଇ ମୋବାଇଲ ସେମାନଙ୍କର ବୁଦ୍ଧି ବୃତ୍ତି ସବୁ ନଷ୍ଟ କରିଦେଇଛନ୍ତି। ହଁ, ଯଦି ଠାକୁର ଘରକୁ ଯିବେ ମୋବାଇଲ ହାତରେ ଧରିଯିବେ ନା କ'ଣ? ହଁ, ପୂଜା କରିଥିବେ ମୋବାଇଲରେ ଫୋନ୍ ଆସିଗଲା, ବାସ୍ আর পূজা সিয়াড়ে কোন মন রইব? মোবাইলে মন এনগেজ হয়ে গেল। শুদ্ধতা শুদ্ধ মন নাই, তেমনি শুদ্ধ ভাবে কেই পূজা অর্চন করে পারিবে না। আর বর্তমানে গাই মানে সমস্ত তো জার্সি গাই হয়ে যাইছে। হ্যাঁ, আর শুদ্ধ ঘিও তো মিলবে না, শুদ্ধ ক্ষীর বি মিলবে না। ভগবানকে পূজা অর্চন করা গেলে শুদ্ধ ঘিও দরকার, শুদ্ধ দুগ্ধ দরকার, তা বি মিলব না। কলিযুগ সব ভেজাল। তেমনি কলিযুগ লোকমানଙ୍କର ପାଇଁ ভগবান ये चैतन्य महाप्रभु नित्यानंद प्रभु आसी ये जुग धर्म देले कौन? कली जुगे नाम यज्ञ सार आर कौन धर्म कहले नहीं है पार। कली जुग लोक मानकर पाई केवल भगवान कर दिव्य नाम मुहरे यदि उच्चारण करिवे ता द्वारा जन्म जन्मार्जित जिते सब पाप सब नष्ट हो जाए। एमन कि श्रीमद् भागवतम जहाँ कहा जाउची वेदर परिपक्व फल स्वरूप श्रीमद् भागवतम, से भागवत केते श्लोक अच्छी? 18,000 श्लोक। 18,000 श्लोक शेष श्लोक ये कनक्लूजन दिया जाउची। कौन दिया जाउची? भगवान का नाम यदि मुहरे उच्चारण करेंगे आगुरी जिते सब पाप करते से सब पाप जली पूरी सब भस्मीभूत हो। तेणु से कहते कौन? नाम संकीर्तन जस्य सर्व पाप प्रनाशनम। के यदि मुहरे भगवान का नाम उच्चारण करेंगे जन्म जन्मार्जित जिते सब पाप सब जलीपुरी भस्मीभूत हो जाए। तेना आपण मैंने से सुजोग ग्रहण करते समस्त हाथ उठे थरे कहतु हरे हरे कृष्णा 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 हरे 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 राम हरे राम 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 हरे हरे। अरे भगवान पवित्र नाम क्यों माने मुखे उच्चारण करते जो मैंने बहुत स्वीकृति अच्छी जो मान पाप कम रही से मुखर उच्चारण होगा। जो मैंने घोर पापी से मुखर केवल नाम उच्चारित हेब नाही। जेमिति आमे देखा पाओ जे नारद मुनि दोषी रत्नाकर को निर्देश देउछन्ति तुम्हें राम नाम करो ताहले तुम्हें जिते सब पाप कर पापर मुक्त हो। कि से सारा जीवन केवल मर्डर कर। हाँ, ब्राह्मण वैष्णव अतिथि जहाँ को देखी पारे संगे संगे मर्डर कर पाखे धन संपद नहीं संसार चलाते। यहीपरि सारा जीवन केवल पाप कर्म करते। तेणु एत पाप करते नारद मुनि कृपारू जितेबले तांकर चेतनार उदय है सेते दस्यु रत्नाकर नारद मुनि के चरण परिणत हो गला। आम यहीपरि सारा जीवन पाप कर ये पापर भागी कई हेबे नहीं। पिता माता स्त्री पुत्र परिवार कई भागी हेबे नहीं। तो सब मत भोग कर पापर मुझे उद्धार पाइबी। तो से नारद मुनि कृपा करी कहते तुम्हें राम नाम करो तार समस्त पापर मुक्त हो। कि सी एत पाप करते पार्टी राम नाम उच्चारित है ना। जो मैंने महापापी से मुखर नाम केवल उच्चारण हेब नाही।
ତାର ପ୍ରମାଣ ହେଉଛି ଏହା। ତ ସେ ଉଲ୍ଟା ଉଚ୍ଚାରଣ କରିଦେଲେ ସାରା ଦିନ ଏ ମାର ଯେ କୌଣସି ଅତିଥି ଯେ ଦେଖିବେ ୟାକୁ ମାର ମରା ମରା ନାଁ ସବୁବେଳେ ଉଚ୍ଚାରଣ କରିଥିଲେ। ତେଣୁ ତାଙ୍କ ପାଟିରେ କେବଳ ମରା ନାମ ଉଚ୍ଚାରଣ ହେଉଥିଲା। ତ ନାରଦ ମୁନି କହିଲେ ଠିକ୍ ଅଛି, ରୟାକାର ମୋ ରାମ, ମୋଟା ଯଦି ଆଗେ ଆସିଯିବ ରାଟା ପରେ ଚାଲିଯିବ ତାହେଲେ କ'ଣ ହେବ? ରାମରୁ ମରା ହେଇଯାଉଛି ନା କ'ଣ? ହଁ, ତ ମରା ନାମ ଉଚ୍ଚାରଣ କରୁ ଯେତେବେଳେ ତାଙ୍କର ଦେହର ରକ୍ତ ମାଂସ ସବୁ ଉଇ ପୋକ ଖାଇଦେବ, କାହିଁକି ପାପାର୍ଜିତ ରକ୍ତ ମାଂସ ସାରା ଜୀବନ ପାପ କର୍ମ କରି ଏଇପରି ଦେହ ଭରଣ ପୋଷଣ କରିଥିଲା, ତ ପାପାର୍ଜିତ ଦେହ, ତ ଏଇ ଦେହର ରକ୍ତ ମାଂସ ଯେତେବେଳେ ଉଇ ପୋକ ସବୁ ଖାଇଦେବ ସେତେବେଳେ ତାର ମଧ୍ୟ ଶୁଦ୍ଧତା ଆସିଯିବ। ସେତେବେଳେ ତାଙ୍କର ମୁଖରୁ ରାମ ହେଇଯିବ ନା କ'ଣ? ସେତେବେଳେ ରାମ ଉଚ୍ଚାରିତ ହେବ। ତ ଏଇପରି କେତେ ହଜାର ବର୍ଷ ଏଇ ମରା ନାମ ଉଚ୍ଚାରଣ କରୁଥିଲେ। ଆଉ ଯେତେବେଳେ କରୁଥିଲେ ତାଙ୍କ ଦେହରେ ଏଇପରି ଉଇ ପୋକ ଆସି ରକ୍ତ ମାଂସ ସବୁ ଖାଇଥିଲେ। ତାପରେ ଉଇ ହୁଙ୍କା ଉଠିଗଲା ନା କ'ଣ? ହଁ, ତାପରେ ତା ଦେହରେ ଯେତେ ସବୁ ରକ୍ତ ମାଂସ ସବୁ ଖାଇଦେଲେ, ପାପ ସବୁ ନଷ୍ଟ ହେଇଗଲା। ସେତେବେଳେ ତାଙ୍କର ମୁଖରୁ ଏ ରାମ ନାମ ଉଚ୍ଚାରିତ ହେଲା। ଯେତେବେଳେ ରାମ ନାମ ଉଚ୍ଚାରିତ ହେଲା ସେତେବେଳେ ମହାମୁନି ବାଲ୍ମୀକିରେ ପରିଣତ ହେଇଗଲା। ହଁ, ବାଲ୍ମୀକିରୁ ଜାତ ହେଇଥିଲେ ନୂତନ ଦେହ ଲାଗି। ତେଣୁ ତାଙ୍କ ନାଁ ହେଲା ବାଲ୍ମୀକି। ଦୋଷୀ ରତ୍ନାକର ନାଁ ହେଲା କ'ଣ? ବାଲ୍ମୀକି। ଆଉ ସେଇ ବାଲ୍ମୀକି ମୁନି ଏତେ ଉଚ୍ଚ ସ୍ଥିତି ପ୍ରାପ୍ତ ହେଇଛନ୍ତି। ରାମଚନ୍ଦ୍ର ଆସିବା 60,000 ବର୍ଷ ପୂର୍ବରୁ ଦ୍ରଷ୍ଟା ପୁରୁଷ ହିସାବରେ ରାମଚନ୍ଦ୍ରকে ଲୀଳା ଦର୍ଶନ କରି ସେ ରାମାୟଣ ରଚନା କରିଦେଲେ। ହଁ, ଆଉ ତାପରେ ରାମଚନ୍ଦ୍ର ଆସିଲେ ତ୍ରେତା ଯୁଗରେ। ଆସି ସେ କ'ଣ କଲେ ନା ରାମାୟଣରେ ଯାହା ଲେଖା ହେଇଛି, ବାଲ୍ମୀକି ମୁନି ଯାହା ଲେଖିଛନ୍ତି ତା ସେଇ ଅନୁସାରେ ଅଭିନୟ କରିଗଲେ। କିପରି ଦ୍ରଷ୍ଟା ପୁରୁଷ ସେଇ ରାମାୟଣକେ ଯଦି ଅଧ୍ୟୟନ କରିବେ ତା ଦ୍ୱାରା ସେ ଉଦ୍ଧାର ହେଇଯିବ। କାହିଁକି ଏତେ ପବିତ୍ର ଗ୍ରନ୍ଥ। କିପରି ସେ ସ୍ଥିତି ପ୍ରାପ୍ତ ହେଲେ? ଏଇ ଭଗବାନଙ୍କର ନାମ ଏତେ ପାୱାରଫୁଲ୍। ଯଦି କେହି ନାମ ମୁହଁରେ ଉଚ୍ଚାରଣ କରିବେ ଜନ୍ମାର୍ଜିତ ଯେତେ ସବୁ ପାପ ସବୁ ନଷ୍ଟ ହେଇଯିବ। ତେଣୁ ଭାଗବତ ଶେଷ ଶ୍ଲୋକରେ କନକ୍ଲୁଜନ୍ ଦିଆଯାଉଛି, ନାମ ସଂକୀର୍ତ୍ତନ ଯଶ ସର୍ବ ପାପ ପ୍ରନାଶନମ୍। କେହି ଯଦି ମୁହଁରେ ନାମ ଉଚ୍ଚାରଣ করে ଭଗବାନଙ୍କ ପବିତ୍ର ନାମ ଜନ୍ମାର୍ଜିତ ଯେତେ ସବୁ ପାପ ଏସବୁ ଜାଲିପୁରି ଭସ୍ମୀଭୂତ ହେଇଯିବ। ଆଉ ସେଇ ଭଗବାନଙ୍କୁ ଯଦି କେହି ଭକ୍ତି ଭରରେ ପ୍ରଣାମ କରିବେ ସମସ୍ତ ଦୁଃଖ ଚାଲିଯିବ। ତେଣୁ ଏ ଶେଷ ଶ୍ଲୋକରେ ତା ପରବର୍ତ୍ତୀ ଲାଇନରେ କହୁଛନ୍ତି କ'ଣ? ପ୍ରଣାମ ଦୁଃଖ ସମନଂ ସ୍ତଂ ନମାମି ହରିଂ ପରମ। ସେହି ପରମେଶ୍ୱର ଭଗବାନଙ୍କୁ ଆମେ ଯଦି ଭକ୍ତି ଭରରେ ପ୍ରଣାମ କରିବୁ ତାହେଲେ ଆମର ସମସ୍ତ ତାପ ଦୂରୀଭୂତ ହେଇଯିବ। ଏ ସଂସାରରେ ଯେତେ ପ୍ରକାର ଲୋକ ଅଛନ୍ତି ଏ ତ୍ରିତାପରେ ତାପିତ ହେଉଛନ୍ତି। ଏ ଦୁର୍ଗା ଦେବୀଙ୍କ ହାତରେ ଗୋଟେ ତ୍ରିଶୂଳ ରହିଛି, ତ୍ରିଶୂଳ 3ଟି ଫଳ ରହିଛି। ହଁ, ତ ଏଇ 3ଟି ଫଳ ତାତ୍ପର୍ଯ୍ୟ ହେଉଛି କ'ଣ? ଦୁର୍ଗା ଦେବୀ ଏ ଦୁର୍ଗର ମାଲିକ। ଏ ଦୁର୍ଗ ମାନେ ଗୋଟେ ଜେଲଖାନା ମଧ୍ୟରୁ ଆମେ ସମସ୍ତେ ପଡ଼ିଯାଇଛୁ। ତ ଇଏ ଜେଲର ମାଲିକ ହେଉଛନ୍ତି ଦୁର୍ଗା ଦେବୀ। ଆଉ ସେ ଦୁର୍ଗା ଦେବୀ ହେଉଛନ୍ତି କୃଷ୍ଣଙ୍କ ଦାସୀ। ତେଣୁ କୃଷ୍ଣଙ୍କ ନିର୍ଦ୍ଦେଶରେ ଦୁର୍ଗା ଦେବୀ ତ୍ରିଫଳା ଦ୍ୱାରା ଏହିପରି ସମସ୍ତ ଜୀବମାନଙ୍କୁ ତାପିତ କରାଉଛନ୍ତି ମନୁଷ୍ୟମାନଙ୍କୁ। କାହିଁକି? ମନୁଷ୍ୟ ଦେହ ପ୍ରାପ୍ତ ହୋଇ ଏହିପରି ଭଗବାନଙ୍କ ସହିତ কোনো ସମ୍ବନ୍ଧ ନାହିଁ, ଧର୍ମ ଆଚରଣ କରୁନାହାନ୍ତି, ସମସ୍ତ ଅଧର୍ମରେ ଲିପ୍ତ ହୋଇଯାଇଛନ୍ତି। ତେଣୁ ସେ ତ୍ରିତାପରେ ତାପିତ କରାଉଛନ୍ତି। ତା ମଧ୍ୟରେ ଗୋଟେ ହେଉଛି ଏପିଡେମିକ୍, ଆଧି ଦୈବିକ। ସମଗ୍ର ବିଶ୍ୱକୁ ସମଗ୍ର ଜଗତକୁ ମାନେ ଭୟଭୀତ କରିଦେଇଛନ୍ତି। କେତେ ଲୋକ ଯେ ମରିଯାଇଛନ୍ତି ତା ଠିକଣା ନାହିଁ। ଆଧି ଦୈବିକ, ଆଧି ଭୌତିକ, ଅନ୍ୟ ଜୀବମାନଙ୍କ ଦ୍ୱାରା ଯେଉଁ କ୍ଲେଶ, ଆଧ୍ୟାତ୍ମିକ, ଆଧ୍ୟାତ୍ମିକ ଦେହ ମନଗତ ଯେଉଁ ସବୁ କ୍ଲେଶ। କାରି ଗୋଟିଏ ମାତ୍ର ପୁଅ, କେତେ ପଇସା ଖର୍ଚ୍ଚ କରି କେତେ ପାଠ ପଢ଼ାଇଛନ୍ତି, ଚାକିରିରେ ଜଏନ୍ କରିଛନ୍ତି, ନୂଆ ବାହାଘର କରାଇ ଦେଇଛନ୍ତି। ବର୍ଷେ 2 ବର୍ଷ ପରେ ଦେଖାଯାଉଛି ବାଇକ୍ ଧରି ଯାଉଥିଲେ, ଗୋଟେ ଟ୍ରକ୍ ସହିତ ଆକ୍ସିଡେଣ୍ଟ କରି ସାଙ୍ଗେ ସାଙ୍ଗେ ମୃତ୍ୟୁବରଣ କଲା। ଗୋଟିଏ ମାତ୍ର ପୁଅ। ତାହେଲେ ବାପା ମାଆଙ୍କର ମନରେ କ'ଣ ହେବ? ଏ ମାନସିକତା ଯିଏ ଏ ଜଗତରେ ଥିବେ ସମସ୍ତଙ୍କୁ ଭୋଗ କରିବାକୁ ହେବ। ତ୍ରିତାପ ସମସ୍ତଙ୍କୁ ଦଗ୍ଧୀଭୂତ କରାଯାଉଛି। ଦେହରେ ବଡ଼ ବଡ଼ ରୋଗ ହେଇଛି। ଆଜିକାଲି ତ ଡାୟାବେଟିସ୍ ଏସବୁ ତ କମନ୍ ହେଇଯାଇଛି ନା କ'ଣ?
डायबिटीज कैंसर टीबी केते प्रकार रोग ता द्वारा केते क्लेश पाउछन्ति ते जड़ जगत जड़ देह धारण करिया माने आमके एहीपरि दुख भोग करबाक हेब तेणु चिरतर पाई ये दुख निवृत्ति हाँपाई आम मनकर पाखे गोटे सुजोग आसी आम जेहेतु सब मनुष्य देह प्राप्त होइचु ये मनुष्य देहरे कली जुगे जो धर्म दिया जाए से धर्म जदि अनुशीलन करूँ ताल आम चिरतर पाई ये दुख दुर्दशा उद्धार हो भगवान नित्य आनंदमय धाम फेरी जाई पारिबु। तेणु ये चैतन्य मंगल गोटे सुंदर कथा कह जाए माने सेटारे कह जाउछि कोन सकल जन्मे पिता माता सबाई पाए कृष्ण गुरु नहीं मिले भजो या से परम बंधु से पिता माता श्रीकृष्ण चरणे जेई प्रेम भक्ति दाता बंगाली हाँ तो ये अर्थ देखु माने पिता को सेतेबेले पिता कहाजिवो जो पिता तांकर पुत्र मानकु जन्ममृत्यु चक्र उद्धार करि परिबे तेबे ताकु पिता कहाजिवो माता ताकु कहाजिवो जे तार पुत्र मानकु ये जन्ममृत्यु चक्र उद्धार करि पारिबे से होचन माता। तेनु भागवत पंचम स्कंद रे ऋषभ देव ई कथा कहछन भगवान ऋषभ देव तांक पुत्र मानकु लक्ष्य करी पिता न सात जननी न सात गुरु न सात स्वजन न सात दैव न सात पोति न सात नो मोचए जो समुपेत मृत्युम ये जगतर आम जन्म मृत्यु चक्र पड़ जाइचु ये जन्म मृत्यु चक्र जो पिता तांकर पुत्र मान उद्धार कर न पारिछन्ति से प्रकृत पक्षे पिता नहंती से माता नहंती से गुरु नहंती से स्वजन नहंती से देवता नहंती से पति नहंती। देखु ऋषभ भगवान अवतार से यही कथा कहते तो किए प्रकृत पक्षे पिता किए प्रकृत माता से परम बंधु से पिता माता श्रीकृष्ण चरण जो प्रेम भक्ति दाता श्रीकृष्ण चरण रे आम मान जे ये भक्ति नियुक्त कर पिता माता वर्तमान कथा धरतु पिता माता करि पारले नहीं तो पिता माता उद्धार पाई पुत्र अच्छा तो पुत्र कर्तव्य हूँ कौन से भगवान के चरण भक्ति करी एमिति शुद्ध भक्ति आचरण करेंगे जो लगी पिता माता उद्धार हो पारि नथिले पुत्र भक्ति बल पिता माता उद्धार हो जमी प्रहलाद महाराज ना शुणी हाँ प्रहलाद महाराज भगवान के प्रति एमिति शुद्ध भक्ति आचरण कले तांकर पिता थिले एक बड़ा असुर हाँ हिरण्यकशिपु भगवत विद्वेषी किंतु प्रहलाद महाराज भक्ति बल पिता उद्धार हो गए। हाँ तो पिता माता जदि भक्ति न करि पारिबे पुत्र कर्तव्य हूँ कौन से भगवान के सहित यहीपरि संबंध स्थापन कर यहीपरि भक्ति आचरण करेंगे जो लगी से तांकर पिता माता से पूत नामक नरर उद्धार करी से भगवत धाम को प्रेरण करि पारिबे। तो पुत्र कर्तव्य रही पुत्र एथिलागी कहा पूत नामक नरगु पिता माता को जो मैंने उद्धार करि पारंती ताको पुत्र कहा जाए यहीपरि दायित्व यदि पालन न करेंगे ताहले ताको मूत्र कहा जाउछि पुत्र न मूत्र। हाँ तेणु पुत्र विशेष कर्तव्य ये सब शास्त्रवाणी। हाँ तो ताको मूत्र कहा जाए पुत्र ताको कहा जाए जिते पिता माता के दुर्गति जो उद्धार करि पारिबे। हाँ पिता तो कर्तव्य थिला पुत्र को यहीपरि उद्धार करवा भगवत भक्ति नियुक्त करवा तो पिता माता करि पारले नहीं तेने पिता माता जो पुत्र अच्छा तार कर्तव्य हूँ पिता माता को केमी उद्धार करेंगे तो पिता माता उद्धार करवा पिता माता से निज उद्धार हवा के हेले भगवान के चरण भक्ति करवा तेने कह कौन से परम बंधु से पिता माता श्रीकृष्ण चरणे जे प्रेम भक्ति दाता अर्थात श्रीकृष्ण के चरणे जे भक्ति जे कर भक्ति रे नियुक्त कराई पारिबे
से होचन प्रकृत पक्ष पितामाता। पितामाता जी तांका पुत्र मान को भगवान के सेवार नियुक्त करें भगवत भक्ति नियुक्त करें तेबे से प्रकृत पक्ष पितामाता कहीं ना से चिरतर पाए निजर पुत्र मान को जन्म मृत्यु चक्र उद्धार कर देउछन्ति केमिति भगवान के चरण आश्रय कर भगवान को यदि भक्ति करेंगे तेणु भगवान कृष्ण गीतार कौन कहले सर्वधर्मान परित्यज्य माम एकं शरणम। यदि कृष्ण को चरण के शरणपन्न हे ताले कृष्ण कौन प्रतिज्ञा करिसेंति अहं तांग सर्व पापेभ्य मोक्षयिष्यामि मा शुच। जिते सब पाप करथिले से पाप कर्म फल ताकू भोग करिया को हेबो ना के यदि कृष्ण को चरण शरणापन्न हे कृष्ण ताकू समस्त प्रकार पाप फलर भोगरु निवृत्ति करें देवे। तेनी एकमात्र आमर आराध्य वस्तु होचन भगवान कृष्ण। तेनी से कृष्ण एक कलिजुग चैतन्य महाप्रभु रूपे आसी मनुष्य रूपी आम मान के शिक्षा दौरान कौन आराध्य भगवान ब्रजिष तनय तद्धाम वृंदावन रम्मा काचित उपासना ब्रजबुद वर्गेन जल्पिता श्रीमद् भागवतम पुराणम ममलम श्री चैतन्य मतवेदं तत्रादर न पर। तो आम जे दुर्लभ मनुष्य देह प्राप्त होइचु ए दुर्लभ मनुष्य देहर एकमात्र आमार कर्तव्य होची नंद नंद जशनंदन श्रीकृष्ण को आराधना करवा। आराध्य भगवान ब्रजेश तन कहीं से होचंती एकमात्र परमेश्वर भगवान स्वयं भगवान। तेणु से कृष्ण को गोटे ना हो मुक्ति मुकुंद ये कि आम जड़ देहर बंधन मुक्ति दे पार अन्य कौन सी देवदेवी आमको जड़ देहर बंधन मुक्त कराई पारे नाही। तो से कृष्ण को चरण आश्रय करने के हम तेणु से कृष्ण केवल आमर समस्त प्रकार समस्या मुक्ति दे पार। आम यही भौतिक जगत जन्म मृत्यु चक्र पड़ जाइचु ये जन्म मृत्यु जरा व्याधि रूपी समस्या सम्मुखीन होए समस्यार उद्धार एकमात्र उपाय हो कृष्ण चरण शरणापन्न कृष्ण को भक्ति कर। कृष्ण को भक्ति करने अन्य कौन सी पंथा देले ना केवल भगवान नाम मुखर उच्चारण करेंगे जदि से शुद्ध भक्ति हो शुद्ध भक्ति आचरण द्वारा चिरतर पाए जन्म मृत्यु चक्र जड़देह बंधन आम नित्य आनंदमय धाम भगवत धाम को फेरी जापर। तेणु पिता माता यदि भक्त नहीं थे पुत्र कर्तव्य हो भगवान के भक्त हो पिता माता को उद्धार करेंगे। यही संपर्क गोटे छोटिया गोटे गप कही मुझे शेष करी। अमरनाथ नाम शुणुथे हाँ अमरनाथ जने ब्राह्मण ब्राह्मणी थिले ये दंपत्ति ब्राह्मण बहुत निरीह और पत्नी से भी बहुत भक्तिमती। तो ब्राह्मण का ना हो सोम शर्मा आ पत्नी का ना हो सुमना। तो सुमना सी भगवत तत्व ज्ञान से प्राप्त होते बापा गृह जिते थे कहीं बापा सहित सी साधु संग करने जाते साधु मुखर ये भागवत कथा श्रवण कर भागवत तत्व ज्ञान से प्राप्त होते। तेणु ये दंपति देखा कौन 50 वर्ष हो जाए तथापि कौन सी संतान संतति नाला। तेणु सोम शर्मा सब दुखित चित्तर अवस्थान करते। दिने तांकर पत्नी ये पतिव्रता पत्नी सती नारी ये सुमना स्वामी यहीपरि विषन्न अवस्था देखी पचारछन्ति आपण कहीं यहीपरि विषन्न अवस्था अवस्थान करछन्ति। तो सेतबेले से कहले यहीपरि 50 वर्ष हो जाए आम कौन संतान संतति नाई तुमने लोक माने आम केते प्रकार सब समालोचना करते प्रकार गाली देउछन्ति। हाँ ये यार पुत्र नाही यार मुह हमार दिन अमंगल हो ना कौन यहीपरि सब समालोचना करते गाली देउतिले सकाळ जे मुह दर्शन करेंगे सांगे सांगे समस्त मुह विकृति करते मैंने यार पुत्र संतान ना यार मुह दर्शन कला माने आज दिनटा आमर नष्ट हो गला। हाँ तो यहीपरि तो यही कथा चिंता कर बहुत विषन्न अवस्था थे। तो से पत्नी कहते
ଯେ ସେ ସେତେବେଳେ କହୁଥିଲେ ସୋମ ଶର୍ମା ଯେ ମୁଁ ଆଉ ଗୃହରେ ଅବସ୍ଥାନ କରିବି ନାହିଁ, ମୁଁ ଗୃହ ତ୍ୟାଗ କରି ବନକୁ ଚାଲିଯିବି। ଏହିପରି ବନରେ ଯାଇ ଅନଶନରେ ରହି ମୁଁ ଦେହ ଛାଡ଼ିବି। ତ ସେତେବେଳେ ତାଙ୍କର ପତ୍ନୀ କହୁଛନ୍ତି ସୁମନା ଠିକ୍ ଅଛି, ଆପଣ ଯେଉଁଟା ଇଚ୍ଛା ସେଇଟା ଯାଆନ୍ତୁ, କିନ୍ତୁ ଯିବା ପୂର୍ବରୁ ଥରେ ଗୁରୁଦେବଙ୍କ ପାଖକୁ ଯାଆନ୍ତୁ। ଗୁରୁଦେବ ଯାହା ଉପଦେଶ ଦେବେ ସେ ଅନୁସାରେ ଆଚରଣ କରନ୍ତୁ। ତ ସେ ସହିତ ବୁଝାଉଛନ୍ତି ଯେ ଆମର ପୂର୍ବ ଜନ୍ମରୁ ଏମିତି କ'ଣ କୁକର୍ମ ହେଇଥିବ ଯେଉଁ କର୍ମବଶତଃ ଏ ଜନ୍ମରେ ଆମର ଭାଗ୍ୟରେ ସନ୍ତାନ ସନ୍ତତି ନାହିଁ। ଦେଖନ୍ତୁ ସେ କଥା କେମିତି ସୁନ୍ଦର କହୁଛନ୍ତି। ସେ ସିଦ୍ଧାନ୍ତ ଜାଣନ୍ତି ସୁମନା ନା ଆମେ ପୂର୍ବ ଜନ୍ମରେ ଏମିତି କ'ଣ ଋଣୀ କରି ଆସିଥିଲୁ, ଋଣ କରି ଆସିଥିଲୁ ବା ଅନ୍ୟ କାହାକୁ ମାନେ ଭଗବାନଙ୍କୁ ଅବମାନନା କରିଥିଲୁ, ଯେଉଁଥିଲାଗି ଏ ଜନ୍ମରେ ଆମର ଭାଗ୍ୟରେ କୌଣସି ସନ୍ତାନ ସନ୍ତତି ନାହିଁ। ଏହିପରି କଥା ପୁଣି କହୁଛନ୍ତି ଅନେକ ବ୍ୟକ୍ତିଙ୍କର ବହୁତ ଧନ ସମ୍ପଦ ଅଛି, ଧନ ସମ୍ପଦ ଥିବା ସତ୍ତ୍ୱେ ସେମାନେ ସୁଖୀ ନୁହନ୍ତି। ଏମିତି ସବୁ ବଡ଼ ବଡ଼ ରୋଗ ନେଇ ପଡ଼ି ଅଛନ୍ତି, ଡାକ୍ତରମାନଙ୍କୁ ଏ ଖାଇବନି ସେ ଖାଇବନି କେତେ ପ୍ରକାର କହୁଛନ୍ତି, ତେଣୁ ସେ ଦୁଃଖରେ ଅଛନ୍ତି। ଧନ ଥାଇ ମଧ୍ୟ ସେ ଦୁଃଖରେ ଅଛନ୍ତି। ପୁଣି ଅନେକ ପୁତ୍ର ଅଛନ୍ତି, କିନ୍ତୁ ସେ ପୁତ୍ର ଏମିତି ଭାବରେ ପିତାମାତାଙ୍କୁ ଦୁଃଖ ଦେଉଛନ୍ତି ଯେଉଁଥିଲାଗି ପିତାମାତା ସେମାନେ କହୁଛନ୍ତି ଏହିପରି ପୁତ୍ର ଥିବାଠାରୁ ନଥିବା ଶ୍ରେୟ। ତେଣୁ ସେ ସୁମନା ଏହିପରି ପରାମର୍ଶ ଦେଉଛନ୍ତି ଯେ ଆମର ପୂର୍ବ ଜନ୍ମର ଆମର କର୍ମଫଳ ନିଜେ ଆମର ଏଇ ଜନ୍ମରେ ଆମର ଏହିପରି ଏତେ ଧନ ନାହିଁ, ତଥାପି ଯେତିକି ଅଛି ତା ଦ୍ୱାରା ଆମର ଦିନ ଚାଲିଯାଉଛି, କିନ୍ତୁ ଆମର ଭାଗ୍ୟରେ ପୁତ୍ର ନାହିଁ। ତ ଏହିପରି କୁପୁତ୍ର ଥିବାଟା ନଥିବା ହିଁ ଭଲ। ତ ତେଣୁ ଆପଣ ଯାଇକିରି ଗୁରୁଦେବଙ୍କୁ ପଚାରନ୍ତୁ ଗୁରୁଦେବ କ'ଣ ଉପଦେଶ ଦେଉଛନ୍ତି, ସେଇ ଉପଦେଶ ଅନୁସାରେ ଆପଣ ଚାଲନ୍ତୁ। ତ ସେତେବେଳେ ପତ୍ନୀଙ୍କର କଥା ଶୁଣି ସୋମ ଶର୍ମା ସେତେ ଗୁରୁଦେବ ବଶିଷ୍ଠଙ୍କ ପାଖକୁ ଗଲେ। ଯାଇକିରି ବଶିଷ୍ଠଙ୍କ ଦଣ୍ଡବତ ପ୍ରଣାମ କରି ହାତ ଯୋଡ଼ିକିରି ଏଇ କଥା ସବୁ ବ୍ୟକ୍ତ କଲେ। ତ ସେତେ ବଶିଷ୍ଠ ଟିକେ ଧ୍ୟାନରେ ଅବସ୍ଥାନ କଲେ। ଧ୍ୟାନ କରି ଦେଖିଲେ ପୂର୍ବ ଜନ୍ମରେ ସେ କ'ଣ କରିଥିଲେ ଯେଉଁଥିଲାଗି ଏ ଜନ୍ମ ତାଙ୍କର ଭାଗ୍ୟରେ ସନ୍ତାନ କାହିଁକି ନାହିଁ। ତ ବଶିଷ୍ଠ ଧ୍ୟାନ କରି ଦେଖିଲେ ପୂର୍ବ ଜନ୍ମରେ ଏ ବହୁତ ବିଦ୍ୱାନ ବ୍ୟକ୍ତି ଥିଲେ, ଆଉ ବହୁତ ଧନ ସମ୍ପତ୍ତିର ଅଧିକାରୀ ଥିଲେ। କିନ୍ତୁ ଏଇ ବିଦ୍ୟା ଆଉ ଏଇ ଧନ ସମ୍ପତ୍ତି ଅଧିକାରୀ ହେବା ଯୋଗୁଁ ୟା ମନରେ ବହୁତ ଗର୍ବ ହେଇଥିଲା। ଏମିତି ଗର୍ବ ହେଇଥିଲା କି ସେ ଭଗବାନଙ୍କୁ ଅସ୍ୱୀକାର କରିଥିଲେ, ମାନୁନଥିଲେ, କୌଣସି ପୁଣ୍ୟ କର୍ମ କୌଣସି କରୁନଥିଲେ, କେବଳ ଇନ୍ଦ୍ର ତୃପ୍ତିରେ ସେ ଲିପ୍ତ ହୋଇଥିଲେ, ପୁଣି ଭଗବାନଙ୍କୁ ସମାଲୋଚନା କରିଥିଲେ। ସେଥିଯୋଗୁଁ ସେଇ ଅପରାଧ ଯୋଗୁଁ ଏ ଜନ୍ମରେ କାହିଁକି 7 ଜନ୍ମ ଆପଣଙ୍କର ଭାଗ୍ୟରେ ପୁତ୍ର ସନ୍ତାନ ଲେଖା ହଏନି। ଇଏ ସେତ ଗୁରୁଙ୍କ ଚରଣ ପ୍ରଣତ ହୋଇ କହୁଛନ୍ତି ଗୁରୁଦେବ ଆପଣ କୃପା କରନ୍ତୁ, ଏ ଦୁର୍ଭାଗ୍ୟରୁ ମୁଁ କେମିତି ମୁକ୍ତ ହେବି, ମୁଁ ପୁତ୍ର ପ୍ରାପ୍ତ ହୋଇପାରିବି। ସେତେବେଳେ ବଶିଷ୍ଠ ଉପଦେଶ ଦେଉଛନ୍ତି ଯଦିଓ ଆପଣଙ୍କର ହୃଦୟ ଭାଗ୍ୟରେ 7 ଜନ୍ମ କାଳ ମାନେ ପୁତ୍ର ସନ୍ତାନ ନାହିଁ, ଯେଉଁ ହରିଙ୍କୁ ଅବମାନନା କରିବା ଯୋଗୁଁ ସେଇ ଅପରାଧ ଯୋଗୁଁ 7 ଜନ୍ମରେ ପୁତ୍ର ସନ୍ତାନ ନାହିଁ, সেই হরিঙ্কর চরণ শরণাপন্ন হই সেই হরিঙ্কু যদি প্রীতিবিধান পাই যদি একাদশী ব্রত পালন করিব এইপরি ভগবান সেই হরিঙ্ক নাম যদি মুহরে উচ্চারণ করিব সেই ভগবানকর গুণকীর্তন ভাগবত কথা যদি শ্রবণ করিব তাহলে সেই হরিঙ্কর কৃপারু এ দুর্ভাগ্য অন্তর্হিত হয়ে যাব। সেই হরিঙ্কর কৃপারু তুমি আপন পুত্র সন্তান প্রাপ্ত হয়ে পারিব। তো এই সাথে কৌଛନ୍ତି তাহলে কেমিতি আমি পুত্র সন্তান উত্তম পুত্র সন্তান প্রাপ্ত হয়ে পারবি। তা সেতবে বৈশিষ্ট্য মুনি কৌଛନ୍ତି 5 প্রকার পুত্র অছন্তি। এই 5 প্রকার পুত্র মানকর মধ্যে কেউ প্রকার পুত্র আপন চাହୁଛନ୍ତି প্রাপ্ত হওয়া পাই। তো প্রথম নম্বর পুত্র হচ্ছেন কোন শত্রুজাত পুত্র। শত্রুজাত পুত্র মানে পূর্ব জন্মরে কেই কাহার প্রতি শত্রুতা আচরণ করলে তারপর সে দেহত্যাগ করেছে তেমনি সে প্রতিশোধ নেই পারে না। তেমনি সে আসবে কোন এই জন্মে তাঁর পুত্র রূপে আসি এইপরি পিতামাতাঙ্ক প্রতি শত্রুতা আচরণ করে তাকে দুঃখ দেবে। হ্যাঁ,
কথা বুঝিপারলেন? হ্যাঁ, শত্রুজাত পুত্র, ঋণজাত পুত্র, ପୂର୍ବ ଜନ୍ମରେ ବହୁତ ସବୁ ଋଣ କରିଛନ୍ତି, ଶୋଧ ପରିଶୋଧ କରିନାହାନ୍ତି, ମରିଯାଇଛନ୍ତି। ତେଣୁ ଏ ଜନ୍ମରେ ସେଇମାନେ ଆସିବେ ୟାର ପୁତ୍ର ସନ୍ତାନ ରୂପରେ ଆସି ପିତାଙ୍କର ଯେତେ ସବୁ ଧନ ସମ୍ପଦ ଏହିପରି ସବୁ ନଷ୍ଟ କରିଦେବେ, ପିତାଙ୍କ ଋଣୀ କରିଦେବେ, ଏହିପରି ପିତାମାତାଙ୍କୁ ଦୁଃଖ ଦେବେ। ତାହେଲେ ଦ୍ୱିତୀୟ ନମ୍ବର, ପ୍ରଥମ ନମ୍ବର ପୁତ୍ର ହେଲା କ'ଣ? ଶତ୍ରୁଜାତ ପୁତ୍ର। ଦ୍ୱିତୀୟ ନମ୍ବର ପୁତ୍ର ହେଲା କ'ଣ? ଋଣଜାତ ପୁତ୍ର। ଆଉ ତୃତୀୟ ନମ୍ବର ପୁତ୍ର ହେଉଛି କ'ଣ? ମାନେ ଦୁଷ୍କର୍ମଜାତ ପୁତ୍ର। ପୂର୍ବ ଜନ୍ମରେ କାହାରି ପ୍ରତି ବହୁତ ଅନ୍ୟାୟ ଆଚରଣ କରିଛନ୍ତି, ବହୁତ ଦୁଃଖ ଦେଇଛନ୍ତି ଆଉ ମରିଯାଇଛନ୍ତି। ତେଣୁ ସିଏ ଆସିବେ ଏ ଜନ୍ମ ତା ପୁତ୍ର ରୂପେ ଆସି ଏହିପରି ଏମିତି ସବୁ ଦୁଷ୍କର୍ମ ଆରମ୍ଭ କରି ପିତାମାତାଙ୍କ ଯଶ ସବୁ ନଷ୍ଟ କରିଦେବେ, ଏହିପରି ପିତାମାତାଙ୍କୁ ମାନେ ଦୁଃଖ ଦେବେ। ଇଏ ହେଉଛନ୍ତି ଦୁଷ୍କର୍ମଜାତ ପୁତ୍ର। ଚତୁର୍ଥ ନମ୍ବର ପୁତ୍ର କ'ଣ? ସୁପୁତ୍ର। ସୁପୁତ୍ର ମାନେ ଯେଉଁ ପୁତ୍ର ଯେତେବେଳେ ଜ୍ଞାନ ହେବ ସେଇ ଦିନରୁ ପିତାମାତାଙ୍କ ସେବା କରିବ। ଏମିତି କ'ଣ ସେ ଯଦି ତାର ଯଦି ବିବାହ ହେବ ନିଜ ସ୍ତ୍ରୀ ଏବଂ ପୁତ୍ରମାନଙ୍କୁ ତାଙ୍କ ପିତାମାତାଙ୍କ ସେବାରେ ନିୟୁକ୍ତ କରିବେ, ଏହାକୁ କୁହାଯାଏ ସୁପୁତ୍ର। ଆଉ ପଞ୍ଚମ ନମ୍ବର ଯେତେବେଳେ ଏଇ କଥା କହିଛନ୍ତି ସେତେବେଳେ ସଂସାର କହୁଛନ୍ତି, ହେ ଗୁରୁଦେବ ମୁଁ ଏହିପରି ପୁତ୍ର ଲାଭ କରିବା ପାଇଁ ଚାହୁଁଛି। ତ ସେତେବେଳେ ଗୁରୁଦେବ କହୁଛନ୍ତି ବଶିଷ୍ଠ ମୁନି ଆଉ ଗୋଟେ ପ୍ରକାର ପୁତ୍ର ଅଛନ୍ତି, ସେ କଥା ଶୁଣନ୍ତୁ। କ'ଣ ନା ଇଏ ହେଉଛନ୍ତି ଅକର୍ମଜାତ ପୁତ୍ର। ଅକର୍ମଜାତ ପୁତ୍ର ମାନେ ଭଗବାନଙ୍କର ଭକ୍ତ। ଯେଉଁ ପୁତ୍ର ଜନ୍ମରୁ ଯେତେବେଳେ ଜ୍ଞାନ ପ୍ରାପ୍ତ ହେବେ ସେଇ ଦିନରୁ ଭଗବାନଙ୍କର ଭକ୍ତିରେ ସେ ନିଯୁକ୍ତ ହେବେ। ଏହିପରି ଭଗବାନଙ୍କ ଚରଣ ଏହିପରି ଭକ୍ତି ଆଚରଣ କରିବେ ଯେଉଁଥିଲାଗି ପିତାମାତା ତାଙ୍କ ଦୁଷ୍କର୍ମ ଯୋଗୁଁ ନରକକୁ ପତିତ ହେଇଥିବେ, ସେ ନରକରୁ ଉଦ୍ଧାର କରି ଭଗବତ ଧାମକୁ ପ୍ରେରଣ କରିବେ ଭକ୍ତି ବଳରେ। ତ ସେ ହେଉଛନ୍ତି ଅକର୍ମଜାତ ପୁତ୍ର। ତ ସେତେବେଳେ ଏ ହାତ ଯୋଡ଼ି କରି କହୁଛନ୍ତି, ଗୁରୁଦେବ ଏହିପରି ପୁତ୍ର ମୁଁ କେମିତି ପ୍ରାପ୍ତ ହେଇପାରିବି? ମାନେ ଅକର୍ମଜାତ ପୁତ୍ର। ଅକର୍ମଜାତ ପୁତ୍ର ମାନେ ଭକ୍ତ ପୁତ୍ର, ଯାହା ଭକ୍ତି ବଳରେ ପିତାମାତାଙ୍କୁ ଉଦ୍ଧାର କରିବେ, ଏମିତିକି ପୂର୍ବ ପୁରୁଷମାନଙ୍କୁ ଉଦ୍ଧାର କରିଦେବେ। ଯେମିତି ପ୍ରହ୍ଲାଦ ମହାରାଜ ଶୁଦ୍ଧ ଭକ୍ତି ବଳରେ 21 ପୁରୁଷ ଉଦ୍ଧାର କରିଦେଇଛନ୍ତି ଭକ୍ତି ପ୍ରଭାବରେ। ତ ଇଏ ସେତେ ହାତ ଯୋଡ଼ି କହୁଛନ୍ତି ସେହିପରି ପୁତ୍ର ମୁଁ କେମିତି ପ୍ରାପ୍ତ ହେଇପାରି? ସେତେବେଳେ ବୈଶିଷ୍ଟ୍ୟ ମୁନି କହୁଛନ୍ତି ଏହିପରି ସ୍ୱାମୀ ସ୍ତ୍ରୀ ନିଷ୍ଠା ସହକାରେ ବର୍ଷେ 12 ମାସ 24ଟି ଏକାଦଶୀ, ଏ ଏକାଦଶୀକୁ କୁହାଯାଉଛି ମାଧବ ତିଥି, ଭଗବାନଙ୍କର ଅତି ପ୍ରିୟ ତିଥି। ସେଇ ତିଥି ନିଷ୍ଠା ସହକାରେ ପାଳନ କର ଆଉ ଭଗବାନଙ୍କ ଦିବ୍ୟ ନାମ ସ୍ୱାମୀ ସ୍ତ୍ରୀ ମୁହଁରେ ସବୁବେଳେ ଜପ କୀର୍ତ୍ତନ କର। ଭଗବାନଙ୍କ ମହିମା କଥା ସେ ଭାଗବତ କଥା ଶ୍ରବଣ କର, ବୈଷ୍ଣବମାନଙ୍କ ସେବା କର। ଏହିପରି ଭଗବାନଙ୍କ ବିଗ୍ରହ ସେବାରେ ରତ ହୁଅ। ଏହିପରି ଭକ୍ତି ଯୋଗରେ ନିଯୁକ୍ତ ହେଲେ ଯଦି ହେବ ତାହେଲେ ଭଗବାନଙ୍କ କୃପାରୁ ସମସ୍ତ ଦୁର୍ଭାଗ୍ୟର ଅବସାନ ଘଟିବ, ସେ ତ ସୌଭାଗ୍ୟର ଉଦୟ ହେଇଯିବ। ଆଉ ସେଇ ଭଗବାନଙ୍କ କୃପାରୁ ଏହିପରି ଭକ୍ତ ପୁତ୍ର ପ୍ରାପ୍ତ ହେଇପାରିବ। ତ ଗୁରୁଦେବଙ୍କ ପାଖରେ ଏହିପରି ତାଲିମ ନେଇ ଆସି ଇଏ ସଂସାरमा ସ୍ୱାମୀ ସ୍ତ୍ରୀ ଏଜ୍ ଇଟ୍ ଇଜ୍ ଭାବରେ ସେହିପରି ଆଚରଣ କରୁଥିଲେ। ଏମିତି ଶୁଦ୍ଧ ଭକ୍ତି ଆଚରଣ କରୁଥିଲେ ଯେଉଁଥିଲାଗି ଶୁଦ୍ଧ ଭକ୍ତିର ଜନ୍ମାର୍ଜିତ ଯେତେ ସବୁ ପାପ ସବୁ ନଷ୍ଟ ହେଇଗଲା। ଭଗବାନଙ୍କ ନାମ ମୁହଁରେ ଉଚ୍ଚାରଣ କରିବା ଯୋଗୁଁ, ଭଗବାନଙ୍କ କଥା ଶ୍ରବଣ କରିବା ଯୋଗୁଁ, ଭଗବାନଙ୍କ ଭକ୍ତି କରିବା ଯୋଗୁଁ, ଭଗବାନଙ୍କ ପ୍ରିୟ ତିଥି ଏକାଦଶୀ ପାଳନ କରିବା ଯୋଗୁଁ ଜନ୍ମାର୍ଜିତ ଯେତେ ସବୁ ପାପ ଥିଲା ସବୁ ନଷ୍ଟ ହେଇଗଲା, ସୌଭାଗ୍ୟର ଉଦୟ ହେଇଗଲା, ସମସ୍ତ ପ୍ରକାର ମଙ୍ଗଳର ଉଦୟ ହେଇଗଲା। ତାପରେ ଦେଖାଯାଉଛି କ'ଣ, ଗୋଟେ ବର୍ଷ ହେଇନି ସେତେବେଳେ ଭଗବାନ ଆକାଶବାଣୀ ମାଧ୍ୟମରେ ଶୁଣାଉଛନ୍ତି ତୁମମାନଙ୍କ ଭକ୍ତିରେ ମୁଁ ଅତ୍ୟନ୍ତ ପ୍ରସନ୍ନ ହେଇଯାଇଛି, ତେଣୁ ମୋର ଆଶୀର୍ବାଦରେ ତୁମମାନେ ଏହିପରି ଏକ ଭକ୍ତ ପୁତ୍ର ପ୍ରାପ୍ତ ହେଇପାରିବ। ଏହିପରି ଆକାଶବାଣୀ ମାଧ୍ୟମରେ ଭଗବାନ ସେମାନଙ୍କୁ ଜଣାଇଦେଲେ। ତାପରେ ଅତି ଶୀଘ୍ର ସେମାନେ ଏହିପରି ଏକ ପୁତ୍ର ପ୍ରାପ୍ତ ହେଲେ। ଯେଉଁ ପୁତ୍ର ଜ୍ଞାନରେ ଯେତେବେଳେ ଉଦୟ ହେଇଛି ସେଇ ଦିନରୁ ସେ ଭଗବାନଙ୍କ ପ୍ରତି ଭକ୍ତି କରିବାକୁ ଲାଗିଲେ। ଏମିତି ଭକ୍ତି କରିବାକୁ ଲାଗିଲେ ପିତାମାତାଙ୍କ ହାତରୁ ନିଜ ହାତରେ ସେ ଭଗବାନଙ୍କ ସେବା କରିବାକୁ ଲାଗିଲେ, ଭଗବାନଙ୍କ ନାମ ମୁହଁରେ କୀର୍ତ୍ତନ କରିବାକୁ ଲାଗିଲେ, ଭଗବାନଙ୍କ ମହିମା ସମ୍ବନ୍ଧିତ କଥା ଗୁଣ ଏ ଭାଗବତ କଥା ଶ୍ରବଣ କରିବାକୁ ଲାଗିଲେ। ଏହିପରି ଶୁଦ୍ଧ ଭକ୍ତି ବଳରେ ଭଗବାନ ତାଙ୍କର ପ୍ରତି ପ୍ରସନ୍ନ ହୋଇ ତାଙ୍କ ସମ୍ମୁଖରେ ଶ୍ରୀବିଗ୍ରହରୁ ପ୍ରକଟ ହୋଇଗଲେ।
হই কହୁଛନ୍ତି বৎস তোমার ভক্তি বলে ମୁଁ অত্যন্ত প্রসন্ন ହେଇଯାଇଛି তুমি বর প্রার্থনা কর তো ଏ ସହିତ ହାତ ଯୋଡ଼ିକରି କହୁଛନ୍ତି ହେ ପ୍ରଭୁ ମୋ ପ୍ରତି ପ୍ରସନ୍ନ ହେଇ ଯଦି ବର ଦେବା ପାଇଁ ଚାହୁଁଛନ୍ତି ମୋତେ ଏଇ ବର ଦିଅନ୍ତି ମୋର ପିତାମାତା କେମିତି ଉଦ୍ଧାର ହେଇ ଆପଣଙ୍କ ଧାମକୁ ଫେରି ଯାଇପାରିବେ ତ ସେତ ଭଗବାନ କହୁଛନ୍ତି ତୁମ ପରି ଏକ ଶୁଦ୍ଧ ମାନେ ଭକ୍ତ ପୁତ୍ର ପ୍ରାପ୍ତ ହେଇଛି ଯେଉଁ ପିତାମାତା ସେ ତ ଅଲରେଡ଼ି ଉଦ୍ଧାର ହୋଇଯାଇଛନ୍ତି ତେଣୁ ତୁମେ ତୁମ ପାଇଁ ବର ପ୍ରାର୍ଥନା କର ତ ସେତେବେଳେ ଏ ହାତ ଯୋଡ଼ିକିରି କହୁଛନ୍ତି ପ୍ରଭୁ ମୋ ପ୍ରତି ଯଦି ପ୍ରସନ୍ନ ହେଇ ବର ଦେବା ପାଇଁ ଚାହୁଁଛନ୍ତି ତାହେଲେ ମୋତେ ଏଇ ବର ଦିଅନ୍ତୁ ଯେ ଆପଣଙ୍କ ଶୁଦ୍ଧ ଭକ୍ତର ସାଙ୍ଗରେ ମୁଁ କେମିତି ସେମାନଙ୍କ ମୁଖରୁ ଆପଣଙ୍କ ମହିମା କଥା ଶ୍ରବଣ କରିବି ଶୁଦ୍ଧ ଭକ୍ତର ସଙ୍ଗେ କେମିତି ହେବ এইপরি সারা জীবন কেমিতি আপনাকে শুদ্ধ ভক্তঙ্কর মেলায় রহবি সেই বড় মত প্রদান করতে তো ভগবান সাংগে তথাস্তু করে দেই সেই শ্রীবিগ্রহ সহিত পুনি অন্তর্হিত হয়ে গেলেন তো এইপরি দেখা যাচ্ছে ইয়ে সেই পুত্রଙ୍କ নাঁ রাখিলে কোন সুব্রত সুব্রতঙ্কর এইপরি শুদ্ধ ভক্তি বলে পিতামাতা অলরেডি উদ্ধার হয়ে যাচ্ছে সে পিতামাতা যে বৃদ্ধ অবস্থা হয়ে গেলে এমিতি সময় দেখা যাচ্ছে পিতামাতা একসাথে ইয়ে নশ্বর দেহ যে ত্যাগ করলে সঙ্গে সঙ্গে বৈকুণ্ঠর দিব্য বিমান সেটা আসে উপস্থিত হয়ে গেলে সে মানে ভগবানকের পরি চিন্ময় দেহ প্রাপ্ত হয়ে সেই বিমানটা আরোহণ করি ভগবত ধামକୁ চালিয়ে গেলে ଏହା ହେଉଛି শুদ্ধ ভক্তির প্রভাব কিন্তু আমি এই মনুষ্য দেহ প্রাপ্ত হয়েছু এই মনুষ্য দেহের একমাত্র উদ্দেশ্য ହେଉଛି এইপରି ভগবানকে সেই সম্বন্ধ স্থাপন করি ভগবানকে এইপରି প্রসন্ন বিধাନ ପାଇଁ ତାଙ୍କୁ ସେବା କରିବାକୁ ହେବ ତାହେଲେ ଭଗବାନଙ୍କର କୃପାରୁ ନିଜେ ତ ଉଦ୍ଧାର ହେବେ ଏବଂ ପିତାମାତା ଉଦ୍ଧାର ହୋଇଯିବେ ପୁରୁଷମାନେ ଉଦ୍ଧାର ହୋଇଯିବେ କିନ୍ତୁ ଆମର ଏକମାତ୍ର କର୍ତ୍ତବ୍ୟ ହେଉଛି ଯେ ମା ଚାଲି ଯାଇଛନ୍ତି ହଁ ପିତା ଏହିପରି ଅବସ୍ଥା ଅଛନ୍ତି ପୁତ୍ରର କର୍ତ୍ତବ୍ୟ ହେଉଛି ସେଇ ଭଗବାନଙ୍କ ଚରଣ ଆଶ୍ରୟ କରି ଭଗବାନଙ୍କ ଚରଣ ଶୁଦ୍ଧ ଭକ୍ତି ଯଦି ଆଚରଣ କରିବେ ତାହେଲେ ପୁତ୍ରଙ୍କର ପ୍ରଭାବରେ ପିତାମାତା ଯଦି କୌଣସି ଦୁଷ୍କର୍ମ ଯୋଗୁଁ ନରକ ଗତି ହେବ ସେଇଠୁ ସେ ଉଦ୍ଧାର ହୋଇ ଭଗବତ ଧାମକୁ ଚାଲିଯିବେ ହଁ ତାର ଏକମାତ୍ର ମନ୍ତ୍ର ହେଉଛି ଏଇ କଳିଯୁଗ ପାଇଁ ସ୍ୱୟଂ ଭଗବାନ ଚୈତନ୍ୟ ମହାପ୍ରଭୁ ଆସି ଦେଲେ ମନ୍ତ୍ର କ'ଣ ଏ ହରେ କୃଷ୍ଣ ମହାମନ୍ତ୍ର ହଁ